ଆସିଛ ଆମ ବ୍ୟାଖ୍ୟାନ ପ୍ରତିଭାରେ ଯୋଗ ଦେଇଛ ତା ସହିତ କ୍ଲାସ୍ କରିବାକୁ ଆସିଛ ସେଥିପାଇଁ ତୁମମାନଙ୍କୁ ଅଭିନନ୍ଦନ ଆଉ ଶୁଭେଚ୍ଛା। ମୁଁ କ୍ଲାସ୍ ଆରମ୍ଭ କରିବି। ଆଜି ମୋର ବିଷୟବସ୍ତୁ ଥିଲା ନାଟକର ଗୋଟେ ପରିସରକୁ ମୁଁ ଆଜି ଆଲୋଚନା କରିବି, କିନ୍ତୁ ସେ ପରିସର ଭିତରେ ମୁଁ ନାଟକର ସଂଜ୍ଞାକୁ ଉପସ୍ଥାପନ କରିବି ସଂଜ୍ଞା, ସ୍ୱରୂପ, ଗଠନ ରୀତି ଆଉ ପ୍ରକାର ସହିତ। ଗୋଟେ ପରୀକ୍ଷକ ଗୋଟେ ପରୀକ୍ଷା ଦବା ସମୟରେ କିଭଳି ଭାବରେ ଗୋଟେ ଏଭଳି ଏକ କୋଶ୍ଚିନ୍ ଦ୍ୱାରା ଗୋଟେ ପ୍ରସ୍ତୁତ ହବ, ଗୋଟେ ପ୍ରଶ୍ନ ଉତ୍ତର ପ୍ରସ୍ତୁତ ହବ ଯାହା ତା ପାଇଁ ହୁଏତ ସଫଳ ହେଇପାରେ ବୋଲି ଆମେ ମନେ କରିବା। ଆମେ ଆଜି ସେଇ ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ନାଟକର ପରିସର କଣ ହେଇପାରେ। ତୁମେ ତ ଜାଣିଥିବ, ଯେହେତୁ ତୁମେ ମାନେ ସ୍ନାତକୋତ୍ତରରେ ଆସି ପାଠ ପଢୁଛ, ତୁମେ ହୁଏତ ଭଲ ଭାବରେ ଜାଣିଥିବ ନାଟକ କହିଲେ କଣ ବୁଝ। ତଥାପି ମୁଁ କହୁଛି, ଆମେ ମାନେ ସାଧାରଣ ଅର୍ଥରେ ନାଟକ କହିଲେ ଆମେ ବୁଝିବା ସମାଜର ଦୁଃଖ ଆଉ ସୁଖକୁ ଅଭିନୟର ରୂପ ପ୍ରଦାନ କରିବା ହଉଛି ନାଟକ। ଯଦି କିଏ ଆମକୁ ପଚାରେ ତମେ ତ ସ୍ନାତକୋତ୍ତରର ପ୍ରଥମ ବର୍ଷରେ ପାଠ ପଢିଲଣି, ଆଉ କିଛି ଦିନ ଗଲେ ତୁମେ ବି ଲେକ୍ଚରସିପ୍ କରିବ, ନାଟକ କହିଲେ ତୁମେ କଣ ବୁଝିବ, ତାହେଲେ ତୁମେ ମାନେ ଏଇ ଉତ୍ତର ଟିକେ ରଖିବ। ଲୋକ ସମାଜର ସୁଖ ଆଉ ଦୁଃଖକୁ ଅଭିନୟର ରୂପ ପ୍ରଦାନ କରିବା ହେଉଛି ଏ ନାଟକ। କଥାବସ୍ତୁ, ଚରିତ୍ର, ସଂଳାପ, ଦ୍ୱନ୍ଦ୍ୱ, ଉତ୍କଣ୍ଠା ଆଉ ନାଟକୀୟ ଐକ୍ୟ ଗୋଟିଏ ଗୋଟିଏ ନାଟକର ମୁଖ୍ୟ ଉପାଦାନ ଭାବରେ ଆମେ ଗ୍ରହଣ କରିପାରିବା। ଯୋଉ ଆମେ ପଞ୍ଚ ଇନ୍ଦ୍ରିୟ କଥା କହୁଥିଲେ ବା ପଞ୍ଚ ପ୍ରାଣ କଥା, ପଞ୍ଚ ଅଙ୍କ ଯୋଉ ରହୁଛି, ଏଇ ପଞ୍ଚ ପ୍ରକୃତି ମଧ୍ୟରେ କଥାବସ୍ତୁ, ଚରିତ୍ର, ସଂଳାପ, ଦ୍ୱନ୍ଦ୍ୱ, ଉତ୍କଣ୍ଠା ଆଉ ନାଟକୀୟ ଐକ୍ୟ ଏଗୁଡିକ ବିନା ଗୋଟେ ସଫଳ ନାଟକ ରଚନା ହେବା ଗୋଟେ କାଠିକର ପାଠ। ଯେକୌଣସି ପ୍ରାଚୀନ ହଉ ବା ଏକବିଂଶ ଶତାବ୍ଦୀର ନାଟକ ହଉନା କାହିଁକି, ସବୁ ନାଟକରେ ଏଗୁଡିକ ରହିବା ମୁଖ୍ୟ ଆବଶ୍ୟକ। ଏଗୁଡିକ ନ ରହିଲେ ନାଟକ କେବଳ ଗତିଶୀଳ ହେଇପାରିବ ନାହିଁ କି ଦର୍ଶକ ମାନଙ୍କ ମନରେ ଗୋଟେ ଉତ୍କଣ୍ଠା ଭାବ ସ୍ଥାପନ କରିପାରିବ ନାହିଁ। ଆମେ ଯଦି ପ୍ରାଚୀନ ନାଟକକୁ ଦେଖିବା, ପ୍ରାଚ୍ୟ ରୀତିରେ ନାଟକକୁ ଆମେ ମାନେ ଦୃଶ୍ୟକାବ୍ୟ ଭାବରେ ଗ୍ରହଣ କରୁଛେ। ପ୍ରାଚୀନରେ ଯେତେବେଳେ ଆମ ଓଡ଼ିଆ ସାହିତ୍ୟରେ ନାଟକ ସୃଷ୍ଟି ହେବା ବହୁ ପୂର୍ବରୁ ପ୍ରାଚୀନ ସାହିତ୍ୟରେ ନାଟକ ସୃଷ୍ଟି ହେଇ ସାରିଥିଲା। ଆମ ମନୀଷୀ ଆମର ପାଣିନି ହୁଅନ୍ତୁ ବା ଭରତ ମୁନି ହୁଅନ୍ତୁ, ତାପରେ ତୁମେ ହୁଏତ ଜାଣିଥିବ ପ୍ରାୟତଃ ନାଟକର ଉତ୍ପତ୍ତି ସମ୍ପର୍କରେ ଅନେକ ଗୁଡ଼ିଏ କାହାଣୀ ଶୁଣିବାକୁ ମିଳେ ଏବଂ ଆଜିର ସମାଲୋଚକ ମାନେ ବିଭିନ୍ନ ପ୍ରକାର ନିଜର ସୁଦୃଢ଼ତାର ପରିପ୍ରକାଶ କରିବାକୁ ଯାଇ ଅନେକ ଗୁଡ଼ିଏ ମନଗଢ଼ା କାହାଣୀ ମଧ୍ୟ ତା ଦେହରେ ଛାପିଛନ୍ତି। ତଥାପି ଆମେ ତା ଭିତରକୁ ଯିବା ପରବର୍ତ୍ତୀ ସମୟରେ। କିନ୍ତୁ ପ୍ରାଚ୍ୟ ରୀତିରେ ନାଟକକୁ ଦୃଶ୍ୟକାବ୍ୟ ଭାବରେ ଗ୍ରହଣ କରାଯାଏ। ମନୀଷୀ ପାଣିନି କୁହନ୍ତି ସଂସ୍କୃତ ଶବ୍ଦ ନଟ୍ ଧାତୁରୁ ନାଟକ ଶବ୍ଦଟି ଉତ୍ପତ୍ତି ବୋଲି କୁହାଯାଏ। କିନ୍ତୁ ମୋର ଜଣେ ଅଧ୍ୟାପକ ଥିଲେ ଯିଏ କହିଲେ ଯେ ଏଇ ନଟ୍ ଧାତୁଟା ଗୋଟେ ଅପଭ୍ରଂଶ ଶବ୍ଦ ବୋଲି ମଧ୍ୟ ସେ କୁହନ୍ତି। ତ ସେଇଟା ତାଙ୍କର ବ୍ୟକ୍ତିଗତ ମତ ଥାଇପାରେ, ମୁଁ ଶୁଣିଥିଲି, ମୁଁ ସେଥିପାଇଁ ବି କହିଦେଲି। ଏଇ ନଟ୍ ଧାତୁର ପ୍ରକୃତ ଅର୍ଥ ହେଉଛି ହଲଚଲ ହେବା ବା ଅଙ୍ଗ ପ୍ରଦର୍ଶନ କରିବା। କାରଣ ଯେହେତୁ ଗୋଟେ ନାଟକ ଯଦି ଗୋଟେ ସଫଳ ନାଟକକାର ନାଟକ ରଚନା କରିଦେଲେ ତ କେବଳ ହବନି, ସେ ନାଟକଟି ସେତେବେଳେ ସଫଳତା ପାଇବ ଯେତେବେଳେ ମଞ୍ଚସ୍ଥ ଅଭିନୟ ହେବ, ମଞ୍ଚରେ ପରିଚାଳନା ହବ, ଯେତେବେଳେ ଦର୍ଶକ ମାନଙ୍କୁ ବିମୋହିତ କରିବ, ଦର୍ଶକ ମାନେ ଜାଣିବାକୁ ପାଇବେ ନା ଏଥିରେ ଏଭଳି ଭାବରେ ଗୋଟେ ପ୍ଲଟ ଅଛି, ଏଭଳି ଭାବରେ କଥାବସ୍ତୁ ଅଛି, ଏଭଳି ଭାବରେ ଚରିତ୍ର ଥିଲା ଯାହା ଆମ ମାନଙ୍କ ପାଇଁ ଉପଯୋଗୀ, ସମାଜ ପାଇଁ ଉପଯୋଗୀ। ଏସବୁ ଗୁଡିକ ରହିଲେ, ଏଗୁଡିକ ରହିବା ପରେ, ମଞ୍ଚସ୍ଥ ଅଭିନୟ ହେବା ପରେ, ତାହେଲେ ସେଇ ନାଟକଟି ସଫଳ ପାଇଛି ବୋଲି ଆମେ ମାନେ ମନେ କରିବା। ସେଥିପାଇଁ ସେ ନଟ୍ ଧାତୁର ପ୍ରକୃତ ଅର୍ଥ ଭାବରେ ଗ୍ରହଣ କରାଯାଇଛି ହଲଚଲ ହେବା ବା ଅଙ୍ଗ ପ୍ରଦର୍ଶନ କରିବା। ନାଟକର ଧାରା ବେଦରୁ ସୃଷ୍ଟି ହୋଇଛି ବୋଲି କୁହାଯାଏ। ହୁଏତ ତୁମେ ମାନେ ଜାଣିଛ କି ନ ଜାଣିଛ ମୁଁ କହିପାରିବିନି। ତୁମେ ମାନେ ଜାଣିଥିବ ନାଟକକୁ ଆମର ପଞ୍ଚମ ବେଦ ଭାବରେ ଗ୍ରହଣ କରାଯାଏ। ଆମର 4ଟି ବେଦ ଅଛି, ଋକ୍ ବେଦ, ସାମ ବେଦ, ଯାଜୁର୍ବେଦ ଆଉ ଅଥର୍ବ ବେଦ। ଯୋଉ 4ଟି ବେଦ ଅଛି, ଏଇ 4ଟି ବେଦରୁ ନାଟକ ସୃଷ୍ଟି ବୋଲି ଭରତ ମୁନି ନିଜର ନାଟ୍ୟ ଶାସ୍ତ୍ରରେ ମତ ପରିବେଷଣ କରିଛନ୍ତି। ପୃଷ୍ଠା ନମ୍ବର 37 ସେ ଲେଖିଛନ୍ତି। ତୁମେ ଯଦି ତୁମ ମାନଙ୍କ ପାଖରେ କାହା ପାଖରେ ଯଦି ଥିବ ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ର, ହୁଏତ ତୁମେ ମାନେ ଦେଖିପାର ସେଥିରେ ଯାଇକି। ସେଥିପାଇଁ ନାଟକକୁ ଆମର ପଞ୍ଚମ ବେଦ ଭାବରେ ଗ୍ରହଣ କରାଯାଏ। ଯେହେତୁ ଗ୍ରହଣ କରାଯାଏ, ସେଥିପାଇଁ ହେମନ୍ତ କୁମାର ଦାସ ତାଙ୍କ ବହିର ପ୍ରଥମ ଭାଗରେ ଲେଖିଛନ୍ତି ଯୋଉ ନାଟକର ସେ ବହି ନାଁଟା ମୋର ହୁଏତ ମନେ ପଡୁନି। ସେ ତାଙ୍କର 4ଟି ବହି ଅଛି, ସେ 40ରୁ ଉର୍ଦ୍ଧ୍ୱ ନାଟକ ବହି ରଚନା କରିଛନ୍ତି ଡକ୍ଟର ହେମନ୍ତ କୁମାର ଦାସ। ତାଙ୍କର ସେଇ ବହିଟା ନାଁ ମୋର ହୁଏତ ମନେ ପଡୁନି। ସେ ବହିର ଗୋଟେ ପ୍ରଥମ ଭାଗରେ ସେ ଲେଖିଛନ୍ତି ନାଟକଟି ବେଦରୁ ସୃଷ୍ଟି ହୋଇଛି।
ସେଥିପାଇଁ ନାଟକକୁ ପଞ୍ଚମ ବେଦ ଭାବରେ ଆମେମାନେ ଗ୍ରହଣ କରୁ। ନାଟକ ସୃଷ୍ଟି ସମ୍ପର୍କରେ ଅନେକ ଗୁଡ଼ିଏ କାହାଣୀ ଶୁଣିବାକୁ ମଧ୍ୟ ମିଳିଥାଏ। ସେଇ କାହାଣୀ ମଧ୍ୟରୁ ମୁଁ ମଧ୍ୟ କିଛିଟା କାହାଣୀ ତୁମମାନଙ୍କ ଆଗରେ ଉପସ୍ଥାପନ କରିବି। ଯେତେବେଳେ ନାଟକର ଉତ୍ପତ୍ତି ସମ୍ପର୍କରେ କୌଣସି କୋଶ୍ଚିନ୍ ଆସିବ, ତୁମେ ସେଇ କାହାଣୀ ଗୁଡ଼ିକକୁ ଲେଖିପାରିବ। ହୁଏତ ମୁଁ ସେ ଗ୍ରୁପରେ ମଧ୍ୟ 20-25ଟା ତାର ଅଛି ପଏଣ୍ଟ ଅଛି, କାହାଣୀ 20-25 ପ୍ରକାର କାହାଣୀ ଅଛି ଶୁଣିବାକୁ ମିଳିଛି। ସେଇ କାହାଣୀ ଗୁଡ଼ିକ ଗୋଟେ ପରୀକ୍ଷକ ସବୁତକ ଲେଖିବା ହୁଏତ ବିରକ୍ତ ଭାବ ହେଇପାରେ। ମୁଁ ତୁମମାନଙ୍କୁ ଗ୍ରୁପରେ ପଠେଇଦେବି, ତୁମମାନେ ହୁଏତ ଦେଖିବ, ସେଠୁ ଦେଖି ନେଇଯିବ। ଯେତେବେଳେ ପୃଥିବୀ ସୃଷ୍ଟି ହେବା ପରେ ପୃଥିବୀର ଶାନ୍ତି ଆଉ କ୍ଲାନ୍ତି ନିମନ୍ତେ ବ୍ରହ୍ମା ବିଷ୍ଣୁଙ୍କୁ ପ୍ରାର୍ଥନା କରାଗଲା। ଯେତେବେଳେ ନାଟକ ଯେତେବେଳେ ସୃଷ୍ଟି ହେବା ପୂର୍ବରୁ ଇଏ ଗୋଟେ କାହାଣୀ ଥିଲା। ଯେତେବେଳେ ଆମ ପୃଥିବୀ ସୃଷ୍ଟି ହେଇଗଲା, ତୁମେ ଜାଣିଥିବ ଆମର ଓଙ୍କାରରୁ ତ୍ରିବିଦରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଏ ବ୍ରହ୍ମା ବିଷ୍ଣୁ ମହେଶ୍ୱର ପରବର୍ତ୍ତୀ ସମୟରେ କିପରି ଆମର ବିଶ୍ୱ ଜଗତ ସୃଷ୍ଟି କରିଛନ୍ତି। ତୁମେ ଯଦି ପଞ୍ଚସଖା ଯୁଗ ପଢିଥିବ ତାହେଲେ ତୁମେ ଭଲ ଭାବରେ ଜାଣିଥିବ କିପରି ଭାବରେ ଓଙ୍କାରରୁ ତ୍ରିବିଦରୁ କିପରି ସୃଷ୍ଟି ହଉଛି ଧୀରେ ଧୀରେ କ୍ରମାନ୍ୱୟରେ। ସେଇଭଳି ଭାବରେ ଯେତେବେଳେ ପୃଥିବୀ ସୃଷ୍ଟି ହେବା ପରେ ପୃଥିବୀର ଶାନ୍ତି କ୍ଲାନ୍ତି ନିମନ୍ତେ ବ୍ରହ୍ମା ବିଷ୍ଣୁଙ୍କର ପ୍ରାର୍ଥନା କରାଗଲା। ତୁମେ ଜାଣିଥିବ ବ୍ରହ୍ମା ବିଷ୍ଣୁ ଯିଏ ହଉଛନ୍ତି ଏଇ ଧରାମୟ କର୍ତ୍ତାର ସର୍ବଶ୍ରେଷ୍ଠ ଠାକୁର ଭାବରେ ଆମେ ଗଣନା କରିପାରିବା। ବ୍ରହ୍ମା ତାଙ୍କର ସାମର୍ଥ୍ୟ ଅନୁଯାୟୀ ବିଷ୍ଣୁଙ୍କୁ ଶିବଙ୍କ ନିକଟକୁ ପଠାଇଲେ। ଯେତେବେଳେ ବ୍ରହ୍ମା ନିଜର ସାମର୍ଥ୍ୟ ଅନୁଯାୟୀ ତାଙ୍କ ପାଖରେ ଏତେ ଶକ୍ତି ଥିଲା, ସେଥିପାଇଁ ସେ ବିଷ୍ଣୁଙ୍କୁ ପଠାଇଛନ୍ତି ଶିବଙ୍କ ପାଖକୁ। ଶିବଙ୍କ ପାଖକୁ ପଠିବା ପରେ ବିଷ୍ଣୁ ଶିବଙ୍କ ପାଖରେ ପହଞ୍ଚିବା ପରେ ପରେ ଶିବଙ୍କର ଶିଷ୍ୟ ଜଣେ ନଳ ଥିଲେ। ଶିବ ସେ ତାଙ୍କର ଶିଷ୍ୟ ନଳକୁ ଆଦେଶ ଦେଇଛନ୍ତି। ଆଦେଶ ଦେବା ପରେ ବିଷ୍ଣୁ ଆଉ ତାଙ୍କର 5 ଜଣ ଋଷିଙ୍କୁ ଗାନ୍ଧର୍ବ ଶିକ୍ଷା ଦେଇଥିଲେ। ଗାନ୍ଧର୍ବ ଶିକ୍ଷା ଦେବା ପରେ ଯେତେବେଳେ ଗାନ୍ଧର୍ବ ଶିକ୍ଷା ଦେଇଥିଲେ, ସିଏ ମଧ୍ୟ ଗାନ୍ଧର୍ବ ଶିକ୍ଷା ଶିଖିବା ପରେ ବିଷ୍ଣୁ ଗାନ୍ଧର୍ବ ବିଦ୍ୟା ଶିକ୍ଷା ଲାଭ କରିବା ପରେ ସୂର୍ଯ୍ୟଙ୍କ ଆଦର୍ଶରେ ଭରତ ମୁନିଙ୍କୁ ସେଇ ବିଦ୍ୟାକୁ ପ୍ରଦାନ କଲେ। କାରଣ ଏଇ ଯୋଉ ଶିକ୍ଷାଟା, ଏଇ ଗାନ୍ଧର୍ବ ଶିକ୍ଷାଟା ପର୍ଯ୍ୟାୟକ୍ରମରେ ଗୋଟିଏ ବ୍ୟକ୍ତି ବିଶେଷ ଠାରୁ ଅନ୍ୟ ଗୋଟିଏ ବ୍ୟକ୍ତି ବିଶେଷ ପାଖକୁ ଯାଇଛି। ହୁଏତ ଏଥିରେ ସତ୍ୟତା କେତେ ଦୂର ଥାଏ କି ମିଛତା ଥାଏ ତାହା ତ ଆମେ ଜାଣିନୁ, କିନ୍ତୁ ଯେହେତୁ ବିଶିଷ୍ଟ ସମାଲୋଚକ, ଗବେଷକ, ସାହିତ୍ୟିକ ମାନେ ନିଜ ପୁସ୍ତକ ମାନଙ୍କରେ ଲେଖି ଯାଇଛନ୍ତି, ସେଇ କଥାକୁ ଅନୁଧ୍ୟାନ କରି ଏଇ କଥା ଗୁଡିକକୁ ମୁଁ ଉପସ୍ଥାପନ କରୁଛି। ଏଗୁଡିକ ମୋ ନିଜସ୍ୱ କଥା ନୁହେଁ କି ମନଗଢା କଥା ମଧ୍ୟ ନୁହେଁ। ଯେତେବେଳେ ଭରତ ମୁନି ଗାନ୍ଧର୍ବ ଶିକ୍ଷା ପାଇଗଲେ, ପରବର୍ତ୍ତୀ ସମୟାନୁକ୍ରମେ ସେ ନିଜର ପ୍ରତିଭା ଆଉ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଯାଇ ସେ ନାଟ୍ୟଶାସ୍ତ୍ର ରଚନା କଲେ। ନାଟ୍ୟଶାସ୍ତ୍ରର ଧାରା ରଚନା ହେବା ପରେ ସେଇ ନାଟ୍ୟଶାସ୍ତ୍ରରେ ଧୀରେ ଧୀରେ ନାଟକର ଅୟମାରମ୍ଭ ସୃଷ୍ଟି ହେଲା ବୋଲି ଆମେ କହିପାରିବା। ଏଇଟା ହଉଛି ଗୋଟେ ନାଟକର ଗୋଟେ ପ୍ରଥମ ପର୍ଯ୍ୟାୟ ଭାବରେ ଆମେ ଗ୍ରହଣ କରିପାରିବା। ହୁଏତ ଆଉ ଅନେକ ଗୁଡ଼ିଏ କାହାଣୀ ଅଛି, ଯେ କାହାଣୀ ଗୁଡିକ ହୁଏତ ପଢିବାର ମତେ ଲାଗୁଛି ହୁଏତ ଆବଶ୍ୟକତା ନାହିଁ। ଏ ଗୋଟିଏ କାହାଣୀ ହୁଏତ ଲେଖିଦେଲେ ଗୋଟେ ଏକ୍ସାମିନର ଖାତା ଦେଖିବା ସମୟରେ ହୁଏତ ଜାଣିପାରିବ ନାହିଁ ପିଲାକୁ କିଛି ଜଣା ଅଛି, ସେ ମୁଖବନ୍ଧର ଆଭାସ ତ ଦେଇଛି। କାରଣ ଯେହେତୁ ସ୍ୱଳ୍ପ ସମୟ 3 ଘଣ୍ଟା ମଧ୍ୟରେ ଗୋଟେ ପରୀକ୍ଷକ ଅନେକ ଗୁଡ଼ିଏ କଥା ଲେଖିବା ମଧ୍ୟ ତା ପାଇଁ କାଠିକର ପାଠ ହେଇପାରେ ମତେ ଲାଗୁଛି। କାରଣ ଯେହେତୁ ମୁଁ ବି ତା ଦିହରେ ଜଡିତ, ମୁଁ ବି ନିଜେ ଅନୁଭୂତ, ସେଥିପାଇଁ ମୁଁ କହୁଛି ଏଇଗୁଟିକ ଏଇ ଯୋଉ ଯେତିକି ଗୁଡେ କହିଲି, ଯଦି ଏଇଗୁଡିକ ଯଦି ତୁମେ ମାନେ ଇଣ୍ଟ୍ରୋଡକ୍ସନରେ ଲେଖିଦବ, ହୁଏତ ବେଟର ହବ ନାଟକର ଅୟମାରମ୍ଭ ସୃଷ୍ଟି ସମ୍ପର୍କରେ। ଆମେ ଓଡ଼ିଆ ସାହିତ୍ୟର ପ୍ରଥମ ନାଟକ ଭାବରେ ଜଗମୋହନ ଲାଲଙ୍କର ବାବାଜୀ ନାଟକକୁ ଆମେ ଗ୍ରହଣ କରିପାରିବା, ଯାହା ସର୍ବଶ୍ରେଷ୍ଠ ପ୍ରଥମ ନାଟକ। ଯଦିବା ବାବାଜୀଙ୍କ ପୂର୍ବରୁ ଅନେକ ଗୁଡ଼ିଏ ନାଟକ ରଚନା ହେଇ ସାରିଥିଲା, ତାହା ପୂର୍ଣ୍ଣାଙ୍ଗ ନୁହେଁ ବୋଲି ଆମେ ଇନ୍ଦ୍ରଧନୁ ପତ୍ରିକାରେ ପଢିଛୁ। ହୁଏତ ତାକୁ ଏଠି ଉପସ୍ଥାପନ କରିବା ମତେ ଯୁକ୍ତି ମନେ ହଉନି, ସେଠି ମୁଁ ଉପସ୍ଥାପନ କରୁନି। କିନ୍ତୁ ତୁମେ ମାନେ ମନେ ରଖିଥା, ଜଗମୋହନ ଲାଲଙ୍କର ବାବାଜୀ ନାଟକ ହଉଛି ଓଡ଼ିଆ ସାହିତ୍ୟର ପ୍ରଥମ ନାଟକ। ଏ ବାବାଜୀ ନାଟକରେ କୁସଂସ୍କାର ଭିତ୍ତିକ ସାମାଜିକ ଉତ୍ଥାନ ପୁଥାନର କଥାକୁ ଅତି ତୀର୍ଯ୍ୟକମୟରେ ଲେଖା ଯାଇଥିଲା ବୋଲି କୁହାଯାଏ। ଆମେ ଆସିଯିବା ନାଟକର ସଂଜ୍ଞା। ତୁମେ ମାନେ ଏଇ ଯୋଉ ସୀମିତ ଖଣ୍ଡ ମଧ୍ୟରେ ମୁଁ ଯେତିକି ଗୁଡ଼ିଏ କଥା କହିଲି, ଏଗୁଡିକୁ ଆମେ ଇଣ୍ଟ୍ରୋଡକ୍ସନରେ ରଖିପାରିବା ଭଲ ଭାବରେ। ଆମେ ନାଟକର ସଂଜ୍ଞା, ତୁମେ ମାନେ ଜାଣିଥିବ ଆରିଷ୍ଟଟଲ, ଯିଏ ରାଜନୈତିକ ବିଜ୍ଞାନର ଜନକ ଭାବରେ ତାଙ୍କୁ ଆମେ ଗଣନା କରୁ। ଆରିଷ୍ଟଟଲଙ୍କ ମତରେ ସେ କୁହନ୍ତି, କଳା ଚେତନାର ବୃହତ୍ତର ଓ ଉଚ୍ଚତର ସ୍ୱରୂପ ହେଉଛି ନାଟକ। କଳା ଚେତନା ଗୋଟେ ନାଟକ ହେଉଛି ଏଭଳି ଏକ କଳା ଯାହା
ଯାହା ଗୋଟେ ଚରିତ୍ର ମାଧ୍ୟମରେ ପରିପ୍ରକଟିତ ହୋଇ ଉଚ୍ଚତର ସ୍ୱରୂପକୁ ଗତି କରି ଦର୍ଶକମାନଙ୍କ ମନକୁ ବିମୋହିତ କରିଥାଏ। ସେଇ କଥା କହିବାକୁ ଯାଉଛନ୍ତି କଳା ଚେତନାର ବୃହତ୍ତର ଓ ଉଚ୍ଚତର ସ୍ୱରୂପ ହେଉଛି ନାଟକ। ତୁମେ ମାନେ ଜାଣିଥିବ ଶୀର୍ଷର ଜଣେ ଇଂରାଜୀ କବି ଯାହାଙ୍କର ଅନେକ ଗୁଡ଼ିଏ ଲେଖା ଅଛି। ତୁମେ ମାନେ ହୁଏତ ପଢିଛ କି ନ ଜଣେ ମୁଁ ତ କହିପାରିବିନି। ଶୀର୍ଷର ଜଣେ ସଫଳ ଇଂରାଜୀ ସାହିତ୍ୟିକ କବି ଭାବରେ ଜଣାଶୁଣା। ସେ କୁହନ୍ତି ନାଟକ ଉପରେ ସଂଜ୍ଞା ପରିବେଷଣ କରିବାକୁ ଯାଇ କୁହନ୍ତି ଜୀବନର ଅନୁକୃତ ଓ ସାହିତ୍ୟର ପ୍ରତିଫଳନ ହେଉଛି ନାଟକ। ଜୀବନର ଅନୁକୃତ କହିଲେ ଆମ ଜୀବନରେ ଯାହା ଘଟି ଯାଉଛି, ଜୀବନର କିଛି ପ୍ରଜାର ଘଟଣାବଳୀ ଯାହାକୁ ଆମେ ସାହିତ୍ୟର ପ୍ରତିଫଳନ କରିପାରିବା, ବା ତାକୁ ଆମେ ଗୋଟେ ନାଟକର ରୂପ ଦେଇ ସମାଜରେ ଗୋଟେ ଦର୍ଶକ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ପାରିବା। ସେ କଥା ଶୀର୍ଷରେ କହୁଛନ୍ତି ଜୀବନର ଅନୁକୃତ ଓ ସତ୍ୟର ପ୍ରତିଫଳନ ହେଉଛି ନାଟକ। ତୁମେ ଜାଣିଥିବ ଏଲିଥାବେଥ ସେ ନାଟକ ଉପରେ ସଂଜ୍ଞା ପରିବେଷଣ କରି ଯାଇ କୁହନ୍ତି ଜୀବନର ଅଭିନୟାତ୍ମକ ସୃଷ୍ଟି ହେଉଛି ନାଟକ। ଓ ଆମ ପ୍ରତ୍ୟେକ ଜୀବନ, ଯଦି ଗୋଟେ ମଣିଷର ଗୋଟେ ଜୀବନକୁ ଗୋଟେ ପୁସ୍ତକ ଭାବରେ ଗ୍ରହଣ କରାଯିବ, ତାହେଲେ ପ୍ରତ୍ୟେକ ଦିନ ଆମର ଅନେକ ଗୁଡ଼ିଏ ପୃଷ୍ଠା ନେଉଟା ହେଉଛି, ଆଉ ସେଇ ପୃଷ୍ଠା ମଧ୍ୟରେ ଅନେକ କିଛି ଲେଖା ହେଉଛି। ସପ୍ତାହକୁ ଆମେ ମାନେ ଗୋଟେ ଗୋଟେ ଅଧ୍ୟାୟ ନେଇପାରିବା, ବା ଗୋଟେ ଗୋଟେ ଅଙ୍କ ନେଇପାରିବା, ମାସକୁ ଆମେ ମାନେ ଗୋଟେ ଗୋଟେ ପର୍ଯ୍ୟାୟ ନେଇପାରିବା, ବର୍ଷକୁ ଆମେ ଗୋଟେ ଗୋଟେ ପୁସ୍ତକ ଭାବରେ ଗଣନା କରିପାରିବା। ସେ ସେଇ କଥା କହୁଛନ୍ତି ଜୀବନର ଅଭିନୟାତ୍ମକ ସୃଷ୍ଟି ହେଉଛି ନାଟକ। ଆମେ ଜୀବନରେ ଯାହା ଅଭିନୟ କରି ଯାଉଛେ, ଆଜି ମୁଁ ଆମ ଘରେ ମୁଁ ଗୋଟେ ଅଭିନୟ କରିଲି, ତୁମେ ମାନେ ବି ତୁମ ସ୍ଥାନ ଅନୁଯାୟୀ ଅଭିନୟ କରୁଛ, ସମସ୍ତେ ପର୍ଯ୍ୟାୟ କ୍ରମରେ ଅଭିନୟ ଯୋଉ କରୁଛ, ସେ ଅଭିନୟକୁ ଆମେ ମଧ୍ୟ ନାଟକ ରୂପେ ଗ୍ରହଣ କରିପାରିବା ବୋଲି ଏ କଥାକୁ ଏଲିଥାବେଥ ବୋଲି କହୁଛନ୍ତି। ଏଇ ତିନୋଟି ସଂଜ୍ଞା ମୁଁ ଉପସ୍ଥାପନ କରିଛି ମୋର ପାଠ୍ୟ ନୋଟରେ, ମୁଁ ଯୋଉଟାକୁ ବନେଇଛି। ତୁମେ ମାନେ ହୁଏତ ଆଉ ଅନେକ ଗୁଡ଼ିଏ ଅଛି ଦେଇପାରିବ, କିନ୍ତୁ ମୁଁ ଏ ତିନୋଟି ଖୋଜିକି ବାହାର କରିଥିଲି, ଆଉ ତାକୁ ମୁଁ ଉପସ୍ଥାପନ କରିଛି। ଆମେ ତାପରେ ଆସିଯିବା ନାଟକର ସ୍ୱରୂପ। ଗୋଟେ ସଫଳ ନାଟକ ରଚନା କରିବାକୁ ହେଲେ ଗୋଟେ ନାଟ୍ୟକାର ପାଇଁ ଅନେକ ଗୁଡ଼ିଏ ନୀତି ନିୟମ ଥାଏ। ସେ ଖୋଲାମଖୋଲା କିଛି ତା ଦେହରେ ମନ ମୁତାବକ କଥାକୁ ପୁରେଇ ପାରିବ ନାହିଁ, କି ନିଜ ମନଗଢ଼ା କାହାଣୀକୁ ଯେ କେବଳ ଉପସ୍ଥାପନ କରିଦେଲେ ଗୋଟେ ନାଟକ ସଫଳ ହେଇଯିବ ତାହା ନୁହେଁ, କି କେବଳ ବାସ୍ତବିକ କଥାକୁ ରଖିଦେଲେ ତାହା ମଧ୍ୟ ନାଟକ ସଫଳତା ହେବ, ତାହା ବି ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ଭରତ ମୁନି ଗୋଟେ ନାଟ୍ୟଶାସ୍ତ୍ର ଯେତେବେଳେ ରଚନା କରିବା ପରେ ପରେ ଆମର ଅନେକ ଗୁଡ଼ିଏ ନାଟ୍ୟକାର ଯୋଉମାନେ ନାଟକ ପାଇଁ ଗୋଟେ ମୁଖବନ୍ଧ ତିଆରି କରିଲେ, ବା ସ୍ୱରୂପ ପାଇଁ ଅନେକ ଗୁଡ଼ିଏ ନିୟମାବଳୀ ତିଆରି କଲେ, ଯାହା ହୁଏତ ନାଟକ ପାଇଁ ସେ ସମୟରେ ଆବଶ୍ୟକତା ଥିଲା ବୋଲି ଆମେ ମନେ କରିପାରିବା। ଆମେ ସ୍ୱରୂପ, ମୁଁ କେତେ ଗୁଡ଼ିଏ ସ୍ୱରୂପ ପଏଣ୍ଟ କରିଦେଇଛି, କିନ୍ତୁ ତୁମେ ମାନେ ହେମନ୍ତ ସାରଙ୍କ ବହିରେ ଯଦି ଦେଖିବ, ତାକୁ ସେ ପାରାଗ୍ରାଫ ଅନୁଯାୟୀ ଲେଖିଛନ୍ତି। ମୁଁ କିନ୍ତୁ ଅତି ଶୀଘ୍ର ତାକୁ ଭଲ ଭାବରେ ଜାଣି ରଖିବା ପାଇଁ ବା ମନେ ରଖିବା ପାଇଁ ତାକୁ ମୁଁ ପଏଣ୍ଟ ଆକାରରେ ଲେଖିଦେଇଛି। ପ୍ରଥମ ହେଉଛି ନାଟକଟି 5 ଅଙ୍କ ବିଶିଷ୍ଟ ହେବା ଆବଶ୍ୟକ, ଏବଂ ଏଇ ଅଙ୍କ ମଧ୍ୟରେ ଦୃଶ୍ୟମାନ ରହିବା ଦରକାର। ତୁମେ ମାନେ ପ୍ରଥମେ ଜାଣିବା ପାରିବା ଦରକାର ଗୋଟେ ନାଟକ ରଚନା କରିବା ପୂର୍ବରୁ ନାଟକରେ 5ଟି ଅଙ୍କ ରହିବା ଦରକାର। ଯେଉଁ ଅଙ୍କ ଗୁଡ଼ିକ ନାଟକର ପର୍ଯ୍ୟାୟକ୍ରମେ ଗୋଟେ ଶୀର୍ଷକ ସ୍ଥାନକୁ ନାଟକକୁ ନେଇଯିବ, ସେଥିପାଇଁ ଗୋଟେ 5ଟି ଅଙ୍କ ରହିବା ଦରକାର। ଏଇ ଅଙ୍କ ମାନଙ୍କରେ ଅନେକ ଗୁଡ଼ିଏ ଦୃଶ୍ୟ ରହିବା ଦରକାର, ଏବଂ ପ୍ରତ୍ୟେକ ଦୃଶ୍ୟ ପରସ୍ପରିକ ପରିପୂରକ ଥିବା ଦରକାର। ଗୋଟେ ଏଭଳି ନିୟମବନ୍ଧି ରହିଛି। ପ୍ରଥମ ନିୟମ ଗଲା, ପ୍ରତ୍ୟେକ ଅଙ୍କର ଶେଷ ପର୍ଯ୍ୟାୟରେ ନୂତନ ଅଙ୍କର ଆଭାସ ରହିବା ଆବଶ୍ୟକ। ଗୋଟେ ଅଙ୍କ ସରିଯାଉଛି, ମନେକର କାଞ୍ଚି କାବରି ଆମେ ନାଟକ ଦେଖିବା, ଗୋଟେ ନାଟକର ଗୋଟେ ପର୍ଯ୍ୟାୟ ସରିଯାଉଛି, ପରବର୍ତ୍ତୀ ପର୍ଯ୍ୟାୟରେ ମନେକର ଯେକୌଣସି କଥାବସ୍ତୁ ହଉନା କାହିଁକି ତାର କ୍ରମନ୍ୱୟରେ ଘଟଣା କ୍ରମରେ ଉଭୟ ଜଡ଼ିତ ଥିବ। ନଚେତ୍ ଯଦି ଜଡ଼ିତ ନ ରହିଲା, ତାକୁ ଆମେ ଆପସୋଟ ଆଡ଼ିକି ନେଇଯିବା, ଯାହା ଆପସୋଟ ନାଟକ ହେଇଯିବ, ପରୀକ୍ଷା ଧର୍ମୀ ନାଟକ ହେଇଯିବ। ସେଥିପାଇଁ ଗୋଟେ ପାରସ୍ପରିକ ଗୋଟେ ସମ୍ପର୍କ ରହିବା ଦରକାର, ଯାହାଟି ଆମେ ମାନେ ନାଟକଟି ଉପଯୁକ୍ତ ନାଟକ ବୋଲି ଆମେ ମନେ କରିବା। ଏଇଟା 2ଟା ପଏଣ୍ଟ। ନାଟକର କଥାବସ୍ତୁ 2ରୁ ତତୋଧିକ ଘଟଣାବଳୀକୁ ନେଇପାରିବ। ତୁମେ ଯଦି ଏକାଙ୍କିକା କିଏ ପଢିଥିବ, ଏକାଙ୍କିକାର କଥାବସ୍ତୁ ଗୋଟିଏ ବା 2ଟି ଘଟଣାବଳୀକୁ ଆମେ କଥାବସ୍ତୁ ଭାବରେ ଗ୍ରହଣ କରିପାରିବା। କିନ୍ତୁ ନାଟକରେ ସେମିତି କୌଣସି ଧରାବନ୍ଧା ନିୟମ ନାହିଁ ଯେ ଗୋଟେ ନାଟ୍ୟକାର ଗୋଟିଏ ଘଟଣାକୁ ନେଇକି ଗୋଟେ କଥାବସ୍ତୁ ବନେଇବ। ଗୋଟିଏ କଥାବସ୍ତୁକୁ ନେଇକି ଗୋଟେ ନାଟକ ରଚନା ମଧ୍ୟ ବହୁ କ୍ଲିଷ୍ଟ ହେଇଯାଇପାରେ। ସେଥିପାଇଁ ସମୟାନୁକ୍ରମେ ନାଟକର ଆବଶ୍ୟକତା ଅନୁଯାୟୀ, ନାଟ୍ୟକର ପରମ୍ପରା ଭିତ୍ତି ଅନୁଯାୟୀ ତାର ଗତି
ଗତିବିଧିକୁ ଲକ୍ଷ୍ୟ କରାଯାଇ ସମୟାନୁଯାୟୀ ଘଟଣାବଳୀ ମଧ୍ୟ ଆସିଥାନ୍ତି। ସେଇ ଘଟଣାକୁ ପରିଚାଳନା କରିବା ପାଇଁ ଅନେକ ଗୁଡ଼ିଏ ଚରିତ୍ର ମଧ୍ୟ ଦେଖିବାକୁ ମିଳିଥାଏ। ଆମେ ନାଟକର ଚରିତ୍ର ମୁଁ ଆଗକୁ କହିବି। ନାଟକର ଚରିତ୍ରକୁ ଆମେ ଦି ଭାଗରେ ବିଭକ୍ତ କରିପାରିବା, ଗୋଟେ ମୁଖ୍ୟ ଚରିତ୍ର ଆଉ ଗୋଟେ ଗୌଣ ଚରିତ୍ର ଭାବରେ ଗ୍ରହଣ କରିପାରିବା। ଏଇଭଳି ଭାବରେ ନାଟକର କଥାବସ୍ତୁକୁ ଆମେ ମାନେ ସ୍ୱରୂପ ଏ 3 ନମ୍ବର ସ୍ୱରୂପ ଗଲା ହାରି 4 ନମ୍ବର ସ୍ୱରୂପ ନାଟକରେ ମୁଖ୍ୟତଃ ଦୁଇ ପ୍ରକାର ଚରିତ୍ର ରହିବ। ଯୋଉ କଥା କହିଲି ଚରିତ୍ର, ଆମେ ମାନେ ସବୁ ଚରିତ୍ର ଉପରେ ସମଭାବର ଗୁରୁତ୍ୱ ଯଦି ବା ଦବା, କିନ୍ତୁ ମୁଖ୍ୟ ଚରିତ୍ର ବିଶ୍ଳେଷଣ ଅଧିକ ରହିବା ଆବଶ୍ୟକ। କାରଣ ଯଦି ଆମେ ନାଟକରେ ଗୌଣ ଚରିତ୍ର ଉପରେ ବିଶେଷ ଭାବରେ ବିଶ୍ଳେଷଣ କରିବା, ତାହା ଉପଯୁକ୍ତ ନାଟକ ମନେ ନ ହୋଇପାରେ। କାରଣ ନାଟକର ମୁଖ୍ୟ ନାୟକ ନାୟିକା, ଖଳନାୟକ ଖଳନାୟିକା, ଏମାନେ ହଉଛନ୍ତି ନାଟକର ପରିସର ଦ୍ୱନ୍ଦାତ୍ମକ ଘଟଣାବଳୀକୁ ଆକର୍ଷଣ ସୃଷ୍ଟି କରିବା ପାଇଁ ସହାୟତା କରିଥାନ୍ତି। ସେଥିପାଇଁ ପ୍ରଥମେ ଆମେ ମୁଖ୍ୟ ଚରିତ୍ର ଉପରେ ବିଶେଷ ଗୁରୁତ୍ୱ ଦେବା, ତା ସହିତ ସମୟାନୁକ୍ରମେ ଗୌଣ ଚରିତ୍ର ମାନଙ୍କୁ ପର୍ଯ୍ୟାୟକ୍ରମେ ଧୀରେ ଧୀରେ ଆଣିବା। ଯାହାଟି ନାଟକଟି ଗୋଟେ ପୂର୍ଣ୍ଣାଙ୍ଗ ନାଟକ ପରି ମନେ ହବ, ଆଉ ପାଠକ ପଢିବା ସହିତ କ୍ରମେ ଉପରେ ଆଗକୁ କଣ ଘଟିବ ତାହା ଜାଣିବା ପାଇଁ ମଧ୍ୟ ତା ମନରେ ଗୋଟେ ଉତ୍କଣ୍ଠା ଭାବ ମଧ୍ୟ ସୃଷ୍ଟି ହବ। ଏଇଟା ଥିଲା ଆମର 4 ନମ୍ବର ପଏଣ୍ଟ। 5 ନମ୍ବର ପଏଣ୍ଟ ଆମେ ରଖିଛେ ଗୋଟେ ନାଟକର ନାୟକ ଧୀରଜାତ ହବା ଦରକାର। ଧୀରଜାତ, କ୍ଷତ୍ରିୟ କିମ୍ବା ପୁରାଣର ଦେବତା ବା ପୁରାଣର କ୍ଷତ୍ରିୟ ପୁରୁଷ ମାନେ ନାଟକର କେବଳ ନାୟିକା ହେଇପାରିବେ। ଆମେ ଏଣୁ ଶୁଣୁ ନାୟକଙ୍କୁ ନାଟକର ନାୟିକା ରୂପରେ ଆମେ ମାନେ ନାୟକ ରୂପରେ ଗ୍ରହଣ କରିବା ଗୋଟେ ତ୍ରିଜକ୍ୟମୟ ମନ୍ତବ୍ୟ ହେଇପାରେ ବୋଲି ମନେ ହୁଏ। ସେଥିପାଇଁ ଗୋଟେ ନାଟକର ନାୟକ ଚୟନ କରିବା ସମୟରେ, ଗୋଟେ ଘଟଣା ବସ୍ତୁର ଗୋଟେ ନାୟକକୁ ରୂପାୟିତ କରିବା ସମୟରେ ପ୍ରଥମେ ନାଟ୍ୟକାରକୁ ଧ୍ୟାନ ଦେବା ଦରକାର, ସେ ନାୟକଟି ଧୀରଜାତ ହେଇଥିବା ଦରକାର, କ୍ଷତ୍ରିୟ ହେଇଥିବା ଦରକାର, କି ପୁରାଣ ସମ୍ବନ୍ଧୀୟ ହେଇଥିବା ଦରକାର। ଯାହାଦ୍ୱାରା ନାଟକଟି ସମାଜ ଉପରେ କିଛି ପ୍ରଭାବ ପକେଇ ପାରିବ। ନଚେତ ତୁମେ ଯଦି ପଢିଥିବ କାଳିଚରଣ ପଟ୍ଟନାୟକଙ୍କର ଭାତ ନାଟକ ଯଦି କିଏ ପଢିଥିବ, ଯଦି ବା ସେ ନାଟକଟା ଗୋଟେ ସାମାଜିକ ନାଟକ, ଗୋଟେ ଫଳଚେତନା ନାଟକ, ଗୋଟେ ମନସ୍ତାତ୍ତ୍ୱିକ ନାଟକ ହେଲେ ମଧ୍ୟ ତା ଦେହରେ ଗୋଟେ ଯତିପାତ ଖାଏ ନା, ଯାହାକୁ ପରବର୍ତ୍ତୀ ସମୟରେ ନାଟ୍ୟକାର ମାନେ ଆବସର୍ଟର ରୂପ ଦେଲେ। ସେଥିପାଇଁ ଗୋଟେ ନାଟକର ନାୟକ ଚୟନ କରିବା ସମୟରେ ନାଟ୍ୟକାର ବହୁ ସତର୍କ ଅବଲମ୍ବନ କରିବା ଦରକାର। ଏଇଟା ଥିଲା 5 ନମ୍ବର ପଏଣ୍ଟ। ତୁମେ ମାନେ ୟାକୁ ଭଲ ଭାବରେ ବିଶ୍ଳେଷଣ କରି ଯଦି ଲେଖିପାରିଲେ ଆହୁରି ଭଲ ହବ, କିଛି ଅସୁବିଧା ନାହିଁ। 6 ନମ୍ବର ପଏଣ୍ଟ, ନାଟକଟି ସାମାଜିକ ଶିକ୍ଷଣ ହେବା ଉଚିତ, ପାଠକ ମାନଙ୍କ ପାଇଁ କିଛି ନୀତି ଶିକ୍ଷା ରଖିଥିବା ଦରକାର। କାରଣ ଯଦି ଗୋଟେ ଆମେ ନାଟକ ରଚନା କରିବା, ଗୋଟେ ନାଟକରେ ଯଦି ନୀତି ଶିକ୍ଷା କିଛି ନଥିବ, କି ସାମାଜିକ ଶିକ୍ଷଣ କିଛି ନଥିବ, କି ପାଠକ ମାନଙ୍କ ପାଇଁ ବା ଯୁବପିଢି ମାନଙ୍କ ପାଇଁ ଯଦି ଉପଦେଶ କିଛି ନଥିବ, ତାହେଲେ ସେ ନାଟକଟି ହୁଏତ ସମାଜ ପାଇଁ ଉପଯୁକ୍ତ ମନେ ହବନି। ଆମେ ଗୋଟେ ନାଟକ ପଢୁଛେ, ଆଜି ଯଦି ବି ଆମର ଆଜି ପାଠ୍ୟ ପୁସ୍ତକରେ ଯେତେ ଗୁଡିଏ ନାଟକ ରହୁଛି, ସବୁ ନାଟକ ଆମ ମାନଙ୍କ ଜୀବନରେ ଘଟି ଯାଇଥିବା ଘଟଣା ବା ଘଟିବାକୁ ଯାଉଥିବା ଘଟଣା ବା ସମାଜରେ ଘଟୁଥିବା ଘଟଣା ବା ସମାଜରେ ଘଟି ଯାଇଥିବା ଘଟଣା, ସବୁ ଘଟଣାକୁ ଏକତ୍ରିତ କରି ନାଟ୍ୟକାର ତା ନାଟକରେ ରୂପାୟିତ କରିଥାଏ। ଯେ କେବଳ ବାସ୍ତବିକ କଥା ରଚନା କରିଥାଏ ତାହା ନୁହେଁ, କିଛି କାଳ୍ପନିକ ରଖିଥାଏ, କିଛି ପୌରାଣିକ ରଖିଥାଏ, କିଛି ମନଗଢା କାହାଣୀ ରଖିଥାଏ। ଏସବୁକୁ ଭିତ୍ତି କରି ନାଟକଟିଏ ରଚନା କରିଥାଏ। ସେଥିପାଇଁ ଗୋଟେ ସଫଳ ନାଟକ ରଚନା କରିବାକୁ ହେଲେ ନାଟକକାର ପ୍ରଥମେ ସମାଜ ପାଇଁ, ଯୁବ ଗୋଷ୍ଠୀ ମାନଙ୍କ ପାଇଁ, ପାଠକ ମାନଙ୍କ ପାଇଁ କିଛି ନୀତି ଶିକ୍ଷା ଛାଡିବା ଦରକାର। ତାଦେହରେ କିଛି ନୀତି ଶିକ୍ଷା ଦେଇଥିବା ଦରକାର, ଯାହା ଦ୍ୱାରା ସମୟାନୁକ୍ରମେ ସେ ନାଟକଟି ଜନାଦୃତ ଲାଭ କରିବ ଏବଂ ସଫଳ ପରିଚୟ ମଧ୍ୟ ହାସଲ କରିପାରିବ। ଆମେ 7 ନମ୍ବର ପଏଣ୍ଟ, ଗୋଟେ ନାଟକରେ ଶୃଙ୍ଗାର, ହାସ୍ୟ, ବିଭତ୍ସ ଏ ତିନୋଟି ରସ ମଧ୍ୟରୁ ଗୋଟେ ରସ ରହିଥିବା ଦରକାର। ନହେଲେ ସେ ନାଟକଟି ପ୍ରାସଙ୍ଗିକ ପଦବାଚ୍ୟ ନ ହୋଇପାରେ। ସେଥିପାଇଁ ନାଟକକାର ଏଥିପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର। ତା ସହିତ ନାଟକରେ ରସ, ରୀତି, ଗୁଣ, ଧ୍ୱନି, ଅଳଙ୍କାର, ବକୃତି ଏସବୁ ଗୁଡିକ ରହିବା ଦରକାର। ଏଇ 8ଟି ପଏଣ୍ଟ ହୁଏତ ନାଟକର ସ୍ୱରୂପ ରୂପରେ ମୁଁ ବାହାର କରିଛି, ହୁଏତ ତୁମେ ମାନେ ମୋଠୁ ଅଧିକ ବାହାର କରିପାର, ଏଥିରେ କିଛି ସନ୍ଦେହ ନାହିଁ। ମୁଁ କିନ୍ତୁ ଏଇ 8ଟି ପଏଣ୍ଟକୁ ଉପସ୍ଥାପନ କଲି। ଆମେ ବର୍ତ୍ତମାନ ଆସିଥିବା ନାଟକର ଗଠନ ରୀତି। ଗୋଟେ ନାଟ୍ୟକାର ଗୋଟେ ସଫଳ ନାଟକ ରଚନା କରିବାକୁ ହେଲେ କେତେ ଗୁଡିଏ ଦିଗ ଉପରେ ଯଥେଷ୍ଟ ଧ୍ୟାନ ଦେବା ଦରକାର। ନଚେତ ନାଟକଟି ବେତାଳିଆଙ୍କ ପରି ହେଇଯିବ।
ଯାହା ନିଜ ଅସ୍ତିତ୍ୱ ହରାଇ ବସିବ ବା ନିଜ ଭିତ୍ତିଭୂମିକୁ ପଛରେ ଛାଡ଼ି ଆସିବ। ସେଥିପାଇଁ ନାଟ୍ୟକାରକୁ ପ୍ରଥମେ ଗୋଟେ ନାଟକ ରଚନା କରିବା ପୂର୍ବରୁ ପ୍ରଥମେ ସେ ଧ୍ୟାନ ଦେବା ଦରକାର କିଭଳି ଭାବରେ ମୁଁ କି ଘଟଣାବଳୀକୁ ସେଥିରେ ସ୍ଥାନିତ ଦେବି ଏବଂ କି ବିଭାଗକୁ ସେଥିରେ ମୁଁ ଚୟନ କରିବି, କଣ ଦିଗ ରହିବ ଯାହା ନାଟକଟି ପରବର୍ତ୍ତୀ ସମୟରେ ଜନସମାଜକୁ ଆକର୍ଷିତ କରିପାରିବ। ତୁମେ ଜାଣିଥିବ ନାଟକର ଗଠନ ନୀତି ଆଉ ଏକାଙ୍କିକାର ଗଠନ ନୀତି, ନାଟକର ପ୍ରକାରଭେଦ ଆଉ ଏକାଙ୍କିକାର ପ୍ରକାରଭେଦ ପ୍ରାୟତଃ ସମାନ। ଏଥିରେ କୌଣସି ବ୍ୟତିକ୍ରମତା ଦେଖିବାକୁ ମିଳେ ନାହିଁ। ତୁମେ ଯଦି ଚାହିଁବ କିନ୍ତୁ ଗୋଟେ ପାଠକ ତାର ଭେଜା ଖଟେଇବା ଦରକାର। ଯଦି ଭେଜା ଖଟେଇ ପାରିବ ତାହେଲେ ଉଭୟ ସାମଞ୍ଜସ୍ୟ ରହିବ ବୋଲି ଆମେ ମନେ କରିପାରିବା। କିନ୍ତୁ ଯଦି ତୁମେ ମାନେ ଭେଜା ନ ଖଟେଇ ପାରିବ ତାହେଲେ ଭୁଲ ଭାଲ ହେଇଯିବ, ଭୁଲ ଭଟକା ହେଇଯିବ ଗୋଟେ କୋଶ୍ଚିନ୍ ଆନ୍ସର ଲେଖିବା ସମୟରେ। ସେ କଥା ଛାଡ, ଆମର ସେଇ ଗଠନ ନୀତିର ମୁଖ୍ୟ ଦିଗ ଗୁଡିକକୁ ଆମେ 6ଟି ଦିଗ ସେଥିରେ ଗ୍ରହଣ କରିଛେ। ଗୋଟେ ହଉଛି କଥାବସ୍ତୁ, ଦ୍ୱିତୀୟଟି ହଉଛି ଚରିତ୍ର, ତୃତୀୟଟି ହଉଛି ସଂଳାପ, ଚତୁର୍ଥଟି ହଉଛି ଦ୍ୱନ୍ଦ୍ୱ, ପଞ୍ଚମଟି ହଉଛି ଉତ୍କଣ୍ଠା ବା ନାଟକୀୟ ଐକ୍ୟ। ଦ୍ୱନ୍ଦ୍ୱ ଆଉ ଉତ୍କଣ୍ଠା ପ୍ରାୟତଃ ଏକା। ଏଥିରେ କୌଣସି ଆମେ ମାନେ ଦେଖିବା ହେମନ୍ତ ସାର୍ ବି ଲେଖିଛନ୍ତି ତାଙ୍କ ମୁଁ ସେଠି ଗଲେ କହିବି, ସେ କଥା ଏବେ ଆଲୋଚନା କରିବା ଉଚିତ ହବନି। ଆମେ ପ୍ରଥମେ ଆସିବା କଥାବସ୍ତୁ। ନାଟକର ପରିସର ବିସ୍ତୃତ ହୋଇଥିବାରୁ ନାଟ୍ୟକାର ମନୋମୁତାବକ ଘଟଣାବଳୀକୁ ଆଧାର କରି କଥାବସ୍ତୁ ରଚନା କରିପାରିବ। ଯୋଉ ମନୋମୁତାବକ ମୁଁ କହିଲି ଶବ୍ଦଟି ପ୍ରୟୋଗ କଲି, এই ମନୋମୁତାବକ ଘଟଣା ଚୟନ କରିବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ମଧ୍ୟ ରହିବା ଦରକାର। ନଚେତ ନାଟକଟି ନିଜର ପଦବାଚ୍ୟ ହରାଇ ପାରିବ ବୋଲି ଆମେ କହିପାରିବା। ତୁମେ ମାନେ ଜାଣି ରଖ, ପ୍ରଥମତଃ ନାଟକର ପରିସର ବିସ୍ତୃତ ହୋଇଥିବାରୁ ନାଟ୍ୟକାର ମନୋମୁତାବକ ଘଟଣା କୁ କଥାବସ୍ତୁ ରୂପରେ ଚୟନ କରିପାରିବ। ନାଟ୍ୟକାର କଥାବସ୍ତୁ ଚୟନ କରିବା ସମୟରେ ସତର୍କତା ଅବଲମ୍ବନ କରିବା ଦରକାର। କାରଣ ଏଣୁ ତେଣୁ ଯଦି ଗୋଟେ କଥାବସ୍ତୁକୁ ଗ୍ରହଣ କରିଦବ ବା ନାଟକଟି ରଚନା କରିଦବ, ତାହେଲେ ସେଇ ନାଟକଟି ପୁରା ଫ୍ଲପ୍ ହେଇଯିବ, ଯାହାକୁ ପାଠକ ପଢିବନି। ଆଜି ବି ଏଇ ଏକବିଂଶ ଶତାବ୍ଦୀରେ ଏକାଧିକ ନାଟକ ଅଛି ଯେଉଁ ନାଟକ ଗୁଡିକ ପ୍ରକୃତ ପଦବାଚ୍ୟ ମଧ୍ୟ ନୁହେଁ, କିନ୍ତୁ ସମୟ ପରିସ୍ଥିତି ନିଜର କ୍ଷମତା ନିଜର ଚାପଗ୍ରସ୍ତ ରାଜନୀତି କରି ସେ ନାଟକ ଗୁଡିକକୁ ପାଠ୍ୟପୁସ୍ତକରେ ସଂଯୋଗ କରାଯାଉଛି। ନାଟକକାର ପ୍ରଥମତଃ ନାଟକ ବିଷୟବସ୍ତୁ ଚୟନ କରିବା ସମୟରେ ମୁଖ୍ୟତଃ ପୌରାଣିକ ହେଉ, ଐତିହାସିକ ହେଉ, ସାମାଜିକ ହେଉ, ରାଜନୈତିକ ହେଉ ବା ମନସ୍ତାତ୍ତ୍ୱିକ ହେଉ ବା ପରୀକ୍ଷାଧର୍ମୂଳକ ହେଉ, ସେଗୁଡିକ କଥାବସ୍ତୁକୁ ଆଖି ଆଗରେ ରଖି ସେଗୁଡିକକୁ ଭିତ୍ତି କରି ତା ସହିତ କାଳ୍ପନିକ କଥା କିଛି ରଖିବ, ହାସ୍ୟାତ୍ମକ କଥା କିଛି ରଖିବ, ମନଗଢା କାହାଣୀ କିଛି ରଖିବ, ବାସ୍ତବିକ କଥା କିଛି ରଖିବ, ଜୀବନରେ ଘଟି ଯାଉଥିବା ବା ଅଙ୍ଗେ ଲିଭେଇଥିବା କଥାବସ୍ତୁକୁ ତା ଦେହରେ କିଛି ସ୍ଥାନିତ ଦବ। ତାହେଲେ ସେଇ କଥାବସ୍ତୁଟି ନାଟକର ମୁଖବନ୍ଧ ସୃଷ୍ଟି କରିବା ପାଇଁ ବା ନାଟକର ମୂଳଦୁଆ ସୃଷ୍ଟି କରିବା ପାଇଁ ହୁଏତ ସହାୟତା କରିପାରେ। ଏହା ଥିଲା ନାଟକର କଥାବସ୍ତୁ ଗୋଟେ ମୁଖ୍ୟ ଅଙ୍ଗ ଆମେ ମାନେ ଗ୍ରହଣ କରିପାରିବା। ଏଇଭଳି ଭାବରେ ଆମେ କଥାବସ୍ତୁକୁ ଉପସ୍ଥାପନ କରିବା। ତୁମମାନେ ହୁଏତ ଯଦି ଭଲ ଭାବରେ ଆହୁରି ବିସ୍ତୃତ କରିପାରିବ, ଏଥିରେ କିଛି ବି ନାହିଁ। ତାପରେ ଚରିତ୍ର ବିନା ନାଟକ ରଚନା କରିବା କଷ୍ଟକର ବେପାର। କାରଣ ଚରିତ୍ର ନାଟକକୁ ଗତିଶୀଳ କରେ। ତୁମେ ମାନେ ହୁଏତ ଘଟଣାବଳୀକୁ ବା କଥାବସ୍ତୁକୁ ଚୟନ କରିଦେଲ, ଯଦି କଥାବସ୍ତୁ ଚୟନ କରିବା ପରେ ଯଦି କୌଣସି ଚରିତ୍ର ତା ଦେହରେ ରୂପାୟିତ କରିବନି ବା ମିଥକୁ ବ୍ୟବହାର ନ କରିବ ମୋଟାମୋଟି ଭାବରେ, ତୁମେ ଗୋଟେ ଚରିତ୍ରକୁ ସ୍ଥାନିତ କଲେ ଯାଇକି ସେ କଥାବସ୍ତୁଟି ଗତିଶୀଳ ହେବ। ଆମେ କଥାବସ୍ତୁ ଆମ ପାଖରେ ଗୋଟେ ପ୍ଲଟ ଲେଖିଛେ, ପ୍ଲଟଟି ମୋ ପାଖରେ ବର୍ତ୍ତମାନ ମନେକର କୌଣସି ଗୋଟେ ନାଟକ ପ୍ଲଟ ମୋ ପାଖରେ ମୁଁ ଲେଖିକି ରଖିଛି, ସେ ପ୍ଲଟ ଲେଖିଦେଲେ ଗୋଟେ ବଡ କଥା ନୁହେଁ। ସେ ପ୍ଲଟକୁ ପରିଚାଳନା କରିବା ବା ଗତିଶୀଳ କରିବା ପାଇଁ ଚରିତ୍ର ମାନଙ୍କର ଆବଶ୍ୟକତା ରହିଥାଏ। ସେଥିପାଇଁ କୁହାଯାଏ ଚରିତ୍ର ବିନା ନାଟକ ରଚନା କରିବା ଗୋଟେ କଷ୍ଟକର ବେପାର। ନାଟକର ଗୋଟିଏ ମୁଖ୍ୟ ଅଙ୍ଗ ହେଉଛି ଚରିତ୍ର। ଚରିତ୍ର ନାଟକର ଗୋଟିଏ ମୁଖ୍ୟ। ଯଦି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଲା, ଗୋଟେ ହେଡ୍ ଆଉ ଟେଲ୍, ସେଇଭଳି ଭାବରେ ଚରିତ୍ର ଗୋଟେ ପଟେ ରହିବ ଆଉ ଗୋଟେ କଥାବସ୍ତୁ ଗୋଟେ ପଟେ ରହିବ। ଏଗୁଡିକକୁ ନ ନେଇ କେବେ ହେଲେ ନାଟକଟି ଗତିଶୀଳ ନ ହୋଇପାରେ। ଚରିତ୍ର ମାଧ୍ୟମରେ କଥାବସ୍ତୁ ଆଗେଇ ଚାଲେ। ଚରିତ୍ର ମାଧ୍ୟମରେ ସମାଜର ରୂପରେଖ, ରୀତିନୀତି, ଆଦର୍ଶକୁ ବ୍ୟାଖ୍ୟା କରାଯାଏ। ଗୋଟେ ଜୀବନ୍ତ ଚରିତ୍ରକୁ ଉପସ୍ଥାପନ କରିବାକୁ ହେଲେ, ଆମେ ଚରିତ୍ରର ଗୋଟେ ସମାଜର ଜୀବନ୍ତ କଥାବସ୍ତୁକୁ ଉପସ୍ଥାପନ କରିବାକୁ ହେଲେ ଆମେ ପ୍ରଥମତଃ ଚରିତ୍ରକୁ ସେଥିରେ ରୂପାୟିତ କରିବା। ଯଦି ବା ଚରିତ୍ରକୁ ରୂପାୟିତ ନ କରିବା, ମିଥର ସାହାଯ୍ୟ ନବା, ଯଦି ମିଥର ସାହାଯ୍ୟ ନ ନବା, ଚିତ୍ରକଳ୍ପ ଏଇଭଳି ଭାବରେ କି ରୂପକଳ୍ପ କି ଇମେଜ ଏସବୁର ସହାୟତା ନେଇକି ନାଟକ ରଚନା ଗତିଶୀଳ କରାଯାଏ। ନାଟକରେ ନାୟକ ନାୟିକା
ଖଳନାୟକ ଖଳନାୟିକା ପାର୍ଶ୍ୱ ଚରିତ୍ର ମାନେ ଦେଖିବାକୁ ମିଳିଥାନ୍ତି। ଆମେ ମାନେ ନାଟକରେ ପ୍ରାୟତଃ ସବୁ ଚରିତ୍ର ମାନଙ୍କ ଉପରେ ଯଦି ବା ଦୀର୍ଘ ବିସ୍ତୃତ ବର୍ଣ୍ଣନା ଦେଖିବାକୁ ମିଳେ, କିନ୍ତୁ ସବୁଠାରୁ ବିଶେଷ ଭାବରେ ନାୟକ ନାୟିକା ଉପରେ ବା ଖଳନାୟକ ଖଳନାୟିକା ଉପରେ ବିଶେଷ ଆଲୋଚନା ଦେଖିବାକୁ ମିଳିଥାଏ। ଏ ନାୟକ ନାୟିକା ଖଳନାୟକ ଖଳନାୟିକା ନାଟକକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗତିଶୀଳ କରାଇଥାନ୍ତି ବୋଲି କୁହାଯାଏ। ଆମେ ସେଥିପାଇଁ ନାଟକର ଚରିତ୍ରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରିପାରିବା, ଗୋଟେ ମୁଖ୍ୟ ଚରିତ୍ର ଆଉ ଗୌଣ ଚରିତ୍ର। କିନ୍ତୁ ଅନ୍ୟ ଆମର ସମାଲୋଚକ ମାନେ ଅଛନ୍ତି ନାଟକର ଚରିତ୍ରକୁ ଭିନ୍ନ ଭିନ୍ନ ଦିଗରେ ବିଭକ୍ତ କରିଛନ୍ତି। କିନ୍ତୁ ମୁଁ ହେମନ୍ତ ସାରଙ୍କର ବହି ଅନୁଯାୟୀ ଯେହେତୁ ନୋଟଟି ବନେଇଛି, ମୁଁ ସେଥିପାଇଁ କହୁଛି ନାଟକର ଚରିତ୍ରକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା, ଗୋଟେ ମୁଖ୍ୟ ଚରିତ୍ର ଆଉ ଗୌଣ ଚରିତ୍ର। ଏଇଭଳି ଭାବରେ ଚରିତ୍ରର ରୂପ ଆମେ ମାନେ ଥୋଇପାରିବା। ତାପରେ ହଉଛି ସଂଳାପ। ତୁମେ ମାନେ ସଂଳାପ ହଉଛି ନାଟକର ପ୍ରାଣ। ଯଦି ଗୋଟେ ନାଟକ ରଚନା ହବ, କଥାବସ୍ତୁ ଥିବ, ଚରିତ୍ର ଥିବ, ଯଦି ସଂଳାପ ନଥିବ ତାହେଲେ ତା ହୃଦୟସ୍ପର୍ଶୀ କେବେ ହେଲେ ହବ ନାହିଁ। କାରଣ ସଂଳାପ ବିନା ନାଟକଟା ଅଧୁରା ଅଧୁରା ମନେ ହେବ। ଜଣେ ଦକ୍ଷ ତଥା ବିଜ୍ଞ ତଥା ଶ୍ରେଷ୍ଠ ନାଟ୍ୟକାର ଉପଯୁକ୍ତ ବ୍ୟକ୍ତିବିଶେଷ ପାଖରେ ଉପଯୁକ୍ତ ସଂଳାପ ରଖିବା ଦରକାର। ସଂଳାପ ନାଟକର ଗୋଟେ ବିଭାଗ ମଧ୍ୟରୁ ଦର୍ଶକକୁ ଟାଣି ଆଣିବା ଏବଂ ନାଟକ ସହିତ ସଂଯୋଗ କରିବା ପାଇଁ ସହାୟତା କରିଥାଏ। ସେଥିପାଇଁ ନାଟକକାର ସଂଳାପ ରଚନା କରିବା ସମୟରେ ବା ସଂଳାପ ଉପସ୍ଥାପନ କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଦରକାର। କାରଣ ନାୟକ ପାଖରେ ଯେଉଁ ସଂଳାପ ଉପଯୁକ୍ତ, ସେଇ ସଂଳାପ ନାୟକ ପାଖରେ ଉପସ୍ଥାପନ କରିବା ଦରକାର। ନାୟିକା ପାଖରେ ଯେଉଁ ସଂଳାପର ଆବଶ୍ୟକତା ରହିଛି ତାକୁ ନାୟିକା ପାଖରେ ରଖିବା ଦରକାର। ଖଳନାୟିକା ପାଖରେ ଏସବୁ କ୍ରମାନ୍ୱୟରେ ଉପଯୁକ୍ତ ଭାବରେ ରଖିବା ଦରକାର। ଯଦି ନାୟକର ସଂଳାପକୁ ଆମେ ଯଦି ଖଳନାୟକ ପାଖରେ ଉପସ୍ଥାପନ କରିଦେବା, ତାହା ଉପଯୁକ୍ତ ମନେ ହୁଏ ନାହିଁ। ସେଥିପାଇଁ এই ନାଟକର ସଂଳାପକୁ ଚୟନ କରିବା ସମୟରେ ବା ଗତିଶୀଳ କରିବା ସମୟରେ ଏଗୁଡ଼ିକକୁ ନାଟ୍ୟକାରକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଗୋଟେ ଦର୍ଶକ ଆସିବ, ଗୋଟେ ନାଟକ ମଞ୍ଚସ୍ଥ ଅଭିନୟ ହଉଛି, ତାକୁ ହୁଏତ ସେ ପଢି ଦେଇକି ବା ଦେଖି ଦେଇକି ବା ଚାଲି ଯାଇପାରେ। କିନ୍ତୁ ସେ ପଢିବା ପରେ ବା ଦେଖିବା ପରେ ଯେତେବେଳେ ଜାଣିବ ଏଇ ନାଟକର ଗୋଟେ ସଂଳାପ ଉପଯୁକ୍ତ ମନେ ହୁଏନି। ତୁମେ ମାନେ ଦେଖିଥିବ ଧନୁଯାତ୍ରା ହଉ ବା ବା ରାମଲୀଳା ହଉ ବା କୃଷ୍ଣଲୀଳା ହଉ, ଯେକୌଣସି ବା ଲୀଳା ହଉ, ସେ ଲୀଳାରେ ଅଭିନୟ ସମୟରେ ଉପଯୁକ୍ତ ବ୍ୟକ୍ତି ବିଶେଷ ପାଖରେ ଉପଯୁକ୍ତ ସଂଳାପ ରହିଥାଏ। ସଂଳାପକୁ ଆମେ ମାନେ ଦୁଇ ଭାଗରେ ବିଭକ୍ତ କରିପାରିବା, ଗୋଟେ ଗଦ୍ୟ ସଂଳାପ ଆଉ ଗୋଟେ ପଦ୍ୟ ସଂଳାପ। ତୁମମାନେ ଦେଖିଥିବ ନାଟକରେ ଗଦ୍ୟ ସଂଳାପର ବି ପ୍ରୟୋଗ ରହିଛି ଆଉ ପଦ୍ୟ ସଂଳାପର ବି ପ୍ରୟୋଗ ରହିଛି। ତୁମମାନେ ଯଦି କିଏ ପଢିଥିବ, ଯଦି ମୁଁ ଗୋଟେ ଉପନ୍ୟାସ କଥା ତୁମମାନଙ୍କୁ କହୁଛି, ନାଟକରେ ହୁଏତ ଉପନ୍ୟାସ କହିବା କଥା ଆବଶ୍ୟକତା ନାହିଁ, କିନ୍ତୁ ମୁଁ କହୁଛି ତୁମମାନେ ଯଦି କିଏ ଶାସ୍ତି ଉପନ୍ୟାସ ପଢିଥିବ, ସେଠି ଗୋଟେ ପଦ୍ୟ ଆକାରରେ ଗୋଟେ ସଂଳାପ ଲେଖା ହେଇଛି। ଶାସ୍ତି ଉପନ୍ୟାସରେ ଧୋବି ହଉଛି ମୁଖ୍ୟ ଚରିତ୍ର। ଧୋବି ତା ବାପାକୁ କହୁଛି, ବାପା ତୁମେ ମୋ ଦେହର ଭୋକ ବୁଝିପାରିଲ, ଅଥଚ ମୋ ମନର ବେଦନାକୁ ବୁଝିପାରିଲନି। ଏଠି ଗୋଟେ ପଦ୍ୟ ଶୈଳୀ ଲେଖାଯାଇଛି ସତ, କିନ୍ତୁ ତାକୁ ଯେତେବେଳେ ଉପନ୍ୟାସଟା ତୁମେ ପାଠ କରିବ, ତୁମେ ଭାବିବ ଯେ ଏଇଟା ଗୋଟେ ଗଦ୍ୟାତ୍ମକ କଥା ଲେଖାଯାଇଛି। ହୁଏତ ନାଟକ ଆଲୋଚନା କରିବା ସମୟରେ ହୁଏତ ଉପନ୍ୟାସକୁ ନବାର କୌଣସି ମୋର ଲକ୍ଷ୍ୟ ନାହିଁ। ମୁଁ ଏଇଟା କେବଳ କହିଦେଲି। ସଂଳାପକୁ ଆମେ ମାନେ ଏଇଭଳି ଭାବରେ ସ୍ଥାନିତ କରିବା। ନାଟ୍ୟକାର ସଂଳାପ ଉପରେ ଯଥେଷ୍ଟ ଧ୍ୟାନ ଦେବା ଦରକାର। ଏଭଳି ଦିଗମାନଙ୍କୁ ଉପଯୋଗ କରି ସଂଳାପଟି ରଚିତ ହେବା ଦରକାର। ତାପରେ ହଉଛି ଦ୍ୱନ୍ଦ୍ୱ। ଉତ୍କଣ୍ଠା ଆଉ ଦ୍ୱନ୍ଦ୍ୱ ପ୍ରାୟତଃ ଏକା। ଦ୍ୱନ୍ଦ୍ୱ ନାଟକକୁ ଗତିଶୀଳ କରାଇଥାଏ। ଯଦି ଗୋଟେ ନାଟକ ରଚନା କରିଦେଲା ସତ, ଯେତେବେଳେ ମଞ୍ଚସ୍ଥ ଅଭିନୟ ହବ, ତାର ତଳ ଭାଗରେ ବସିଥିବା ଦର୍ଶକ ମାନେ ଦ୍ୱନ୍ଦ୍ୱ ପାଇଁ ହିଁ ନାଟକ ସହିତ ଜଡିତ ରୁହନ୍ତି। କାରଣ ଆଗକୁ କଣ ଘଟିବ, ଗୋଟେ ଦର୍ଶକ ଚାହିଁବ, ଗୋଟେ ସସ୍ପେନ୍ସ ନ ରହିଲେ, ଗୋଟେ ଦ୍ୱନ୍ଦ୍ୱ ନ ରହିଲେ ଦର୍ଶକ କେବେ ହେଲେ ସେଠି ବାନ୍ଧି ହେଇ ରହିବ ନାହିଁ। ମନେକର ଯଦି ଗୋଟେ ନାଟକଟି ଆରମ୍ଭ ହବ, ଗୋଟେ ଗାଁର ପରିବେଶଠୁ, ଗୋଟେ ଗାଁର ମନ୍ଦିରର ବା ଗୋଟେ ବରଗଛ ମୂଳରୁ ଆରମ୍ଭ ହଉଛି। ଆରମ୍ଭ କରିବା ପୂର୍ବରୁ ଗୋଟେ ସସ୍ପେନ୍ସ ପ୍ରଥମରୁ ସେ ଦେଖେଇଥିବ। ସେ ବରଗଛ ପାଖରେ ସେ ବୁଢା ଲୋକଟି କଣ ପାଇଁ ବସିଛି, କଣ ତାର ପୂର୍ବ କାହାଣୀ ଅଛି, 2 ବର୍ଷ 3 ବର୍ଷ ପୂର୍ବର କଥାକୁ ସେ ପ୍ରଥମ ଦେଖେଇ ଦେଇଥିବ। ଏଇ ଯୋଉ ପ୍ରକାର ଦ୍ୱନ୍ଦ୍ୱ ଦର୍ଶକକୁ ବାନ୍ଧି ରଖିଥାଏ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ। ଦ୍ୱନ୍ଦ୍ୱ ନାଟକକୁ ଗୋଟେ ନୂତନ ରୂପ ଦେଇଥାଏ। ଦର୍ଶକ ଆଉ ନାଟକ ସହିତ ଗୋଟେ ପ୍ରକାର କହିବାକୁ ଗଲେ ଜଡିତ ରଖିବା ପାଇଁ ଦ୍ୱନ୍ଦ୍ୱ ସବୁବେଳେ ପ୍ରୟୋଗ କରାଯାଇଥାଏ। ଦ୍ୱନ୍ଦ୍ୱ ବିନା ବି ଗୋଟେ ସଫଳ ନାଟକ ରଚନା ମଧ୍ୟ କାଠିକର ପାଠ।
ଦ୍ୱନ୍ଦ୍ୱ ନାଟକ ପାଇଁ ଗୋଟେ ମୁଖ୍ୟ ବିଜୟ ଭାବରେ ଆମେ ଗ୍ରହଣ କରିପାରିବା। ସେଥିରେ କୌଣସି ସନ୍ଦେହ ନାହିଁ। ସେଥିପାଇଁ ମୋଟାମୋଟି ଭାବରେ ଦ୍ୱନ୍ଦ୍ୱ କହିଲେ ତୁମେମାନେ ମନେ ରଖ, ଦର୍ଶକ ଆଉ ନାଟକର କଥାବସ୍ତୁ ସହିତ ଯିଏ ସମ୍ପର୍କ ସ୍ଥାପନ କରେ, ଯିଏ ଟାଣି ଓଟାରି ରଖିପାରେ ଦର୍ଶକକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ। ଗୋଟେ ବିଷୟ ସରିବାକୁ ଗୋଟେ ନାଟକଟି ଅଭିନୟ ହେଉଛି ତାର ସରିବା ପର୍ଯ୍ୟନ୍ତ ତୁମେମାନେ ଦେଖିଥିବ କିଛି ଲୋକ ନାଟକଟିକୁ ବୁଝିପାଇଲେ ନାହିଁ କି ଭଲ ଲାଗିଲା ନାହିଁ କି ସଫଳ ନାଟ୍ୟକାର ଭଲ ନାଟକ ରଚନା କରିନାହାନ୍ତି, ସେଥିପାଇଁ ସେ ଅଧାରୁ ଛାଡ଼ି ଚାଲିଯାଆନ୍ତି। କାରଣ ସେଥିରେ କିଛି ଦ୍ୱନ୍ଦ୍ୱ ନଥାଏ, କିଛି ସସ୍ପେନ୍ସ ନଥାଏ, ସେଥିପାଇଁ ସେମାନେ ପଳାନ୍ତି। ସେଥିପାଇଁ ତୁମେମାନେ ଗୋଟେ କଥା ମନେ ରଖ, ଦ୍ୱନ୍ଦ୍ୱ କହିଲେ ଆମେ ସାଧାରଣତଃ ବୁଝିବା ଯାହା ନାଟକର କଥାବସ୍ତୁ ବା ନାଟକ ସହିତ ଦର୍ଶକ ମାନଙ୍କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯୋଡ଼ି ରଖିଥାଏ, ତାହାକୁ ଆମେ ଦ୍ୱନ୍ଦ୍ୱ ବୋଲି କହିପାରିବା। ଦ୍ୱନ୍ଦ୍ୱ ଆଉ ଉତ୍କଣ୍ଠା ଆଉ ଦ୍ୱନ୍ଦ୍ୱ ଏକ। ଉତ୍କଣ୍ଠା ହେଉଛି ଗୋଟେ ମଣିଷ ମନରେ ଗୋଟେ ଆଗ୍ରହ ଭାବ ସ୍ଥାପନ କରିବା। ମୁଁ ଆଗକୁ କଣ ଜାଣିବି, ମୋ ମନରେ ଗୋଟେ ଇଚ୍ଛା ଶକ୍ତି ଅଛି, ମୁଁ ଏଇ ବିଷୟରେ ଭଲ ଭାବରେ ଅଧ୍ୟୟନ କରିବି। ସେଇଭଳି ଭାବରେ ନାଟକଟି ଯେତେବେଳେ ପର୍ଯ୍ୟାୟକ୍ରମେ ଯେତେବେଳେ ଗତି କରୁଥିବ, ଦର୍ଶକ ମନରେ ଉତ୍କଣ୍ଠା ସ୍ଥାପନ ହବ ଏବଂ ସେ ଉତ୍କଣ୍ଠା ମାଧ୍ୟମରେ ଜାଣିବାକୁ ଚାହିଁବ ମୁଁ ଆଗକୁ କଣ ଘଟିବ। ଏହା ହେଲା ଦ୍ୱନ୍ଦ୍ୱ ବା ଉତ୍କଣ୍ଠା। ତାପରେ ହଉଛି ନାଟକୀୟ ଐକ୍ୟ। ନାଟକୀୟ ଐକ୍ୟକୁ ଆମେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିପାରିବା। ସମୟାନୁକ୍ରମେ ସ୍ଥାନ, କାଳ, ପାତ୍ର। ତୁମେମାନେ ଦେଖିଥିବ ନାଟକୀୟ ଐକ୍ୟ ଗୋଟେ ସ୍ଥାନ, ଗୋଟେ ପରିବେଶକୁ ଚାହୁଁଛି, ଗୋଟେ ପରିବେଶର ମାହୋଲକୁ ଚାହିଁକି ତାର ମ୍ୟୁଜିକ ଟୋନ ଦେଇଥାଏ, ତାର ବାତାବରଣ ସୃଷ୍ଟି କରାଯାଇଥାଏ। ମନେକର ସକାଳର ସୂର୍ଯ୍ୟ ଉଦଉଛନ୍ତି, ପକ୍ଷୀମାନେ ଉଡ଼ିଯିବେ, ତାର ଧ୍ୱନିଟା ଶୁଗାଯିବ। ସେଇଭଳି ଭାବରେ ଗୋଟେ ମନୋରମ ଦୃଶ୍ୟ ସେ ସମୟରେ ସୃଷ୍ଟି କରିବେ, ତାକୁ ଆମେ ସ୍ଥାନ ଭାବରେ ଗ୍ରହଣ କରିପାରିବା। ବା ସେ ସମୟରେ ଯୋଉ ପ୍ରଜଭିତ୍ତିକ କଥା ଆମେ ସୃଷ୍ଟି କରିବ ନାଟ୍ୟକାର ବା ନିଜର ପରଦା ସିଷ୍ଟମ ମାଧ୍ୟମରେ ହଉ ବା ଧ୍ୱନି ମାଧ୍ୟମରେ ହଉ ବା ମଞ୍ଚ କଳାର ଉଦ୍ଦେଶ୍ୟ ମାଧ୍ୟମରେ ହଉ ବା ଯେକୌଣସି ମାଧ୍ୟମରେ ତାର ହଉ, ସେ ସମୟରେ ଯୋଉ ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯୋଉ କାର୍ଯ୍ୟ ଗୁଡ଼ିକ ହୋଇଥାଏ, ତାକୁ ଆମେ ମାନେ ନାଟକୀୟ ଐକ୍ୟ ଭାବରେ ଗ୍ରହଣ କରିବା। ସେଇ ନାଟକୀୟ ଐକ୍ୟକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ସ୍ଥାନ, କାଳ, ପାତ୍ର। ସ୍ଥାନରେ ଆମେ ରଖିବା କୋଉ ସ୍ଥାନରେ ରଖିବା, ଆମର ମନେକର ଗୋଟେ ସକାଳର, ମୁଁ କହିଲି ସକାଳର କଥା, ସକାଳର ସମୟକୁ ଆମେ ମାନେ କାଳ ଭାବରେ ଗ୍ରହଣ କରିପାରିବା। ଏତିକି କାଳ ମଧ୍ୟରୁ ଏତିକି କାଳ ମଧ୍ୟରେ ଗୋଟେ କଣ ଘଟି ଯାଉଛି। ପାତ୍ର ବିଶେଷ କହିଲେ ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ, ଗୋଟେ ବ୍ୟକ୍ତି ମୁହଁରେ ଗୋଟେ ବ୍ୟକ୍ତି ସେ ସମୟରେ ଯେତେବେଳେ ଗୋଟେ ସକାଳର ସୂର୍ଯ୍ୟ ଉଁଚି ପୂର୍ବ ଆକାଶରେ, ସେ ସମୟରେ ଗୋଟେ ପାତ୍ର ହିସାବରେ ଗୋଟେ ବ୍ୟକ୍ତି ବିଶେଷ ସେଠି କଣ କରିବା ଦରକାର, ଏଇଭଳି ଭାବରେ ସ୍ଥାନ ତୁମେ ମାନେ ଜାଣିଥିବ। ସ୍ଥାନ ହଉଛି ମୋଟାମୋଟି ଭାବରେ ପରିପାଟି କହିବା। ଗୋଟେ ନାଟକର ଦୃଶ୍ୟକୁ ପରିଚାଳନା କରିବା ସମୟରେ ଯୋଉ ଛଦ୍ମ ଆକାର ରହିଥିବା କଳାକାର ହୁଅନ୍ତୁ ବା ପେଣ୍ଡାଲ ବାହାରେ ଥିବା କିଛି ମଣିଷ ହୁଅନ୍ତୁ, ଯୋଉମାନେ ନାଟକ ସହିତ ସଂଶ୍ଳିଷ୍ଟ, ଆମେ ଦର୍ଶକକୁ ଗ୍ରହଣ କରିପାରିବା ନାହିଁ ତା ଦେହରେ। ଏଇଭଳି ଭାବରେ ଆମ ନାଟକୀୟ ଐକ୍ୟକୁ ଆମେ ତିନି ଭାଗରେ ବିଭକ୍ତ କରିପାରିଛେ, ସ୍ଥାନ, କାଳ, ପାତ୍ର। ମୋଟାମୋଟି ଭାବରେ ଇଏ ଗଲା ହାରି ଗଠନ ରୀତି। ମାନେ ହୁଏତ ଏଇଟା ତୁମମାନଙ୍କ ପାଇଁ ହୁଏତ ସଂକ୍ଷିପ୍ତ ହେଇଯାଇଥିବ ଗଠନ ନୀତି, କିନ୍ତୁ ଅନେକ ଗୁଡ଼ିଏ ଗଠନ ନୀତି ରହିଛି, ଯଦି ତାକୁ ବହି ଦେଖି ପଢ଼େଇବା ହୁଏତ ସମସ୍ତଙ୍କୁ ବିରକ୍ତ ଭାବ ପ୍ରକାଶ କରିବ। ସେଥିପାଇଁ ମୁଁ ଯାହା ବୁଝିଛି, ମୁଁ ଯାହା ଅନୁଭବ କରିଛି, ମୁଁ ସେଇଗୁଡ଼ିକ ତୁମମାନଙ୍କ ପାଖରେ ଉପସ୍ଥାପନ କରୁଛି। ତାପରେ ଆମର ଆସୁଛି ନାଟକର ପ୍ରକାର ଭେଦ। ନାଟକର କଥାବସ୍ତୁକୁ ଅନୁଧ୍ୟାନ କରି ବା ନାଟକର ମୁଖବନ୍ଧୁକୁ ଅନୁଧ୍ୟାନ କରି ବା ନାଟକର ପରିପାଟିକୁ ଅନୁଧ୍ୟାନ କରି ନାଟକକୁ ଆମେ କେତେ ଗୁଡ଼ିଏ ବିଭାଗରେ ବିଭକ୍ତ କରିପାରିବା। ମୁଁ କିନ୍ତୁ ନାଟକକୁ 7 ଭାଗରେ ବିଭକ୍ତ କରିଛି। ତୁମେମାନେ ହୁଏତ ନାଟକ ଅନେକ ଗୁଡ଼ିଏ ବିଭାଗରେ ବିଭକ୍ତ କରିପାରିବ। ସେଥିରେ କିଛି ଧରାବନ୍ଧା ନିୟମ ମଧ୍ୟ ନାହିଁ। ପ୍ରଥମ ଆମର ହଉଛି ପୌରାଣିକ ନାଟକ, ଐତିହାସିକ ନାଟକ, ସାମାଜିକ ନାଟକ, ରାଜନୈତିକ ନାଟକ, ମନସ୍ତାତ୍ତ୍ୱିକ ନାଟକ, ପରୀକ୍ଷାଧର୍ମୀ ନାଟକ ଆଉ ଆବାସ ନାଟକ। ପ୍ରଥମେ ଆମେ ଜାଣି ରଖିବା ପୌରାଣିକ ନାଟକ ଆମେ ମାନେ କାହାକୁ କହିବା। ଯଦି ତୁମମାନଙ୍କୁ କିଏ ପଚାରେ, ଗୋଟିଏ ବାକ୍ୟରେ ପଚାରିବ, ଆରେ ତୁମେ ତ ଏତେ ସ୍ନାତକୋତ୍ତରରେ ପାଠ ପଢ଼ିଲଣି, ଆଉ ପୌରାଣିକ ନାଟକ ତମେ ମାନେ କଣ ଜାଣିଛୁ କହ ଟିକେ ମୁଁ ଶୁଣିବି। ତମେ ସେଇଠି ଗୋଟେ ପ୍ରତି ଉତ୍ତର ସଂକ୍ଷିପ୍ତରେ ରଖିବ, ରାମାୟଣ ମହାଭାରତ ବା ଭାଗବତ ହେଉ ବା ଅନ୍ୟାନ୍ୟ ପୁରାଣ କିମ୍ବା ରାମ ଲକ୍ଷ୍ମଣ ସୀତା, ଜଗନ୍ନାଥ, ବିଷ୍ଣୁ, ଏସବୁ ଚରିତ୍ର ମାନଙ୍କୁ ଉପଜୀବ୍ୟ କରି ବା ସେଇ ବିଷୟବସ୍ତୁକୁ ଆଧାର କରି ଯେଉଁ ନାଟକ ଗୁଡ଼ିକ ସମୟାନୁକ୍ରମେ ଗଢ଼ି ଉଠିଥାଏ, ତାହାକୁ ଆମେ ମାନେ ପୌରାଣିକ ନାଟକର ଆଖ୍ୟା ଦେଇପାରିବା। ଯଦି ଚରିତ୍ର କଥା, ଯଦି ବା ରାମ ଲକ୍ଷ୍ମଣ ସୀତାକୁ ଏତେ ଗୁଡ଼ିଏ ଗୋଟେ ଦୀର୍ଘକାୟ ହେଇଯାଉଛି ବୋଧେ, ହୁଏତ ମନେ ହଉଛି, ତ ମାନେ ଡାଇରେକ୍ଟ କହିବ ରାମାୟଣ ମହାଭାରତ ଭାଗବତ ବା ଅନ୍ୟାନ୍ୟ ପୁରାଣକୁ ଭିତ୍ତି କରି
ଯେଉଁ ନାଟକ ଗୁଡ଼ିକ ସୃଷ୍ଟି ହୋଇଥାଏ ତାହାକୁ ଆମେମାନେ ପୌରାଣିକ ନାଟକ କହିବା। ଏ ନାଟକ ଗୁଡ଼ିକ କେବଳ ସାମାଜିକ ଶିକ୍ଷଣ ସହିତ ଗୋଟେ ସାଂସ୍କୃତିକ ବିଡ଼ମ୍ବନାକୁ ଆଦର୍ଶ ବା ମହନୀୟ କରିବା ପାଇଁ ଏ ନାଟକ ଗୁଡ଼ିକ ସୃଷ୍ଟି ହୋଇଥାଏ। ତୁମେମାନେ ଜାଣିଥିବ ଯେତେବେଳେ ଆମର ପ୍ରାକ୍ଶାଳ ଯୁଗର ପରବର୍ତ୍ତୀ ସମୟରେ ଯେଉଁ ରାଜାମାନେ ଆସିଛନ୍ତି, ପ୍ରାକ୍ଶାଳ ଯୁଗର ପରବର୍ତ୍ତୀ ଶେଷ ଭାଗକୁ ଆମର 14ଶ ଶତାବ୍ଦୀର 1499 ମସିହା ବେଳକୁ ଯେତେବେଳେ ଯେଉଁ ରାଜାମାନେ ଆସିଲେ, ସେତେବେଳେ ଯେତେବେଳେ ଧାର୍ମିକ ବ୍ୟଭିଚାର ଧୀରେ ଧୀରେ ବଢ଼ିଥିଲା, ସେତେବେଳେ ସେ ସମୟରେ ମୁସଲିମ ରାଜା ମାନେ ମଧ୍ୟ ଅନେକ ଗୁଡ଼ିଏ ନାଟକ ରଚନା କରି ନିଜର ନାଟ୍ୟ ମଣ୍ଡପରେ ଅଭିନୀତ ମଧ୍ୟ କରାଯାଇଛି। ତୁମେମାନେ ଯଦି ଡକ୍ଟର ସୁରେନ୍ଦ୍ର ମହାରଣା ବହି ରଖିଥିବ କି ଯଦି ସୁଜନା ଦାସଙ୍କର ବହି ରଖିଥିବ, ତାଙ୍କର ମୁଖବନ୍ଧରେ ସ୍ପଷ୍ଟୀକରଣ ଲେଖାଯାଇଛି, ବେଟର ଲେଖାଯାଇଛି ହୁଏତ ସୁଜନା ଦାସଙ୍କ ବହିରେ ହୁଏତ ସମ୍ପୂର୍ଣ୍ଣ ଭଲ ଭାବରେ ଲେଖାଯାଇଛି, ପୁରା ସୁନ୍ଦର ଭାବରେ ଲେଖାଯାଇଛି। এইଭଳି ଭାବରେ ଆମର ପୌରାଣିକ ନାଟକକୁ ଆମେ ଗ୍ରହଣ କରିପାରିବା। ତାପରେ ହଉଛି ଆମର ଐତିହାସିକ ନାଟକ। ତାପରେ ହଉଛି ଆମେ ଐତିହାସିକ ନାଟକ। ତୁମମାନଙ୍କୁ ଯଦି କିଏ ପଚାରେ ଐତିହାସିକ ନାଟକ କହିଲେ ତମମାନେ କଣ ବୁଝିବ, ତମମାନେ ବି କହିବ ଇତିହାସର କାହାଣୀ ତଥା ରାଜା ରଜୁଡ଼ାଙ୍କର କାହାଣୀ ବା ସେମାନଙ୍କର ରାଜ୍ୟ ଜୟ ପରାଜୟର କାହାଣୀ ବା ରାଜ୍ୟର ଆୟବ୍ୟୟ କଥାବସ୍ତୁ, ଏସବୁ ଗୁଡ଼ିକକୁ ଆଧାର କରି ଯେଉଁ ନାଟକ ଗୁଡ଼ିକ ସୃଷ୍ଟି ହୋଇଥାଏ, ଏ ନାଟକ ଗୁଡ଼ିକ କେବଳ ମନ ମୁତାବକ କି ସୃଷ୍ଟି କରିପାରିବେନି। ଐତିହାସିକ ହଉ କି ପୌରାଣିକ ନାଟକ ହଉ, ମନ ମୁତାବକ କି ସୃଷ୍ଟି କରିପାରିବେନି। ସେ ସମୟର ଇତିହାସ ଯଦି ସମାଜକୁ ବିଶେଷ ଭାବରେ ପ୍ରଭାବିତ କରିବ, ସେ ଇତିହାସ ସମାଜରେ ଗୋଟେ ନୈତିକତା ଭାବନା ସୃଷ୍ଟି କରିବ ବା ସମାଜ ପାଇଁ ଗ୍ରହଣୀୟ ବୋଲି ମନେ ହେବ, ତାହେଲେ ଆମେ ସେ ଇତିହାସକୁ ଆଧାର କରି ରଚନା କରିପାରିବା। ଧର ମନେକର ଆମେ ଗୋଟେ ଇତିହାସ ଭାବରେ ଯଦି ଆମେ କାଞ୍ଚି କାବେରୀକୁ ଯଦି ଐତିହାସିକ ନାଟକ ଭାବରେ ଆମେ ମଧ୍ୟ ଗ୍ରହଣ କରିପାରିବା। କିନ୍ତୁ କେହି କେହି କୁହନ୍ତି ସେଟା ଗୋଟେ କିମ୍ବଦନ୍ତୀ ନାଟକ। ମୁଁ ଏଇଟାକୁ ଯୁକ୍ତି ବାଢ଼ିବା ପାଇଁ ଉପସ୍ଥାପନ କରୁନି, ମୁଁ କେବଳ ଉଦାହରଣ ଦେବାକୁ ତୁମମାନଙ୍କୁ କହୁଛି। ସେଥିରେ ଯେଉଁ କାଞ୍ଚି ରାଜାଙ୍କର ଆଉ ଶାଲ୍ୟ ନରସିଂହ ଦେବଙ୍କ ମଧ୍ୟରେ ଯେଉଁ ସୀମା ବିବାଦୀୟ ଘଟଣା ଥିଲା, ଏହା ସମ୍ପୂର୍ଣ୍ଣ ସତ୍ୟ। ସେଥିପାଇଁ ଏହାକୁ ଆମେ ଐତିହାସିକ ନାଟକ ଭାବରେ ଗ୍ରହଣ। କିନ୍ତୁ ନାଟକରେ ଉପସ୍ଥାପନ କରାଯାଇଛି, ଯଦି କାଞ୍ଚି କାବେରୀ ନାଟକ ପୂର୍ବରୁ ଅନେକ ଗୁଡ଼ିଏ କାଞ୍ଚି କାବେରୀର କଥାବସ୍ତୁ ଅନେକ ହିନ୍ଦୀ ସାହିତ୍ୟ ହେଉ ବା ଅନେକ ଗୁଡ଼ିଏ କଥାବସ୍ତୁ ତା ପୂର୍ବରୁ ରଚନା ହେଇଯାଇଥିଲା, ତାହା ଏକ ବିବାଦ୍ୟ ହୋଇଯାଇଛି ବୋଲି ଆମେ ମଧ୍ୟ ଗ୍ରହଣ କରିପାରିବା। କିନ୍ତୁ ମୋଟାମୋଟି ଭାବରେ ଐତିହାସିକ ନାଟକ କହିଲେ ତୁମେ ମନେ ରଖ, କହିବ ଇତିହାସ କାହାଣୀ ହେଉ ବା ରାଜା ରାଜୁଡ଼ାଙ୍କର କାହାଣୀ ହେଉ ଅଥବା ରାଜାଙ୍କର ଜୟ ପରାଜୟର କାହାଣୀ ହେଉ, ଏସବୁକୁ ଭିତ୍ତି କରି ଯେଉଁ ନାଟକ ଗୁଡ଼ିକ ରଚନା କରାଯାଇଥାଏ ତାହାକୁ ଆମେମାନେ ଐତିହାସିକ ନାଟକ ଭାବରେ ଗ୍ରହଣ କରିପାରିବା। ସଂକ୍ଷିପ୍ତ। ତାପରେ ଆମେ ସାମାଜିକ ନାଟକ କହିଲେ କଣ ବୁଝିବା? ଲୋକ ସମାଜର ଦୁଃଖ ସୁଖ, ହସ କାନ୍ଦ, ସେମାନଙ୍କ ଜୀବନରେ ଘଟି ଯାଉଥିବା ସମସ୍ୟା ବା ସେମାନଙ୍କ ଜୀବନ